أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين لن تنالوا البر حتى تنفقوا مما تحبون وما تنفقوا من شيء فإن الله به عليم। ଏହି ଆୟତରେ ଆଲ୍ଲାହ ତାଆଲା ସ୍ପଷ୍ଟ ରୂପେ ଦର୍ଶାଇ ଦେଇଛନ୍ତି ଯେ ପୁଣ୍ୟକର୍ମର ଉଚ୍ଚତମ ସ୍ତର ସେତେବେଳେ ହାସଲ ହୋଇଥାଏ ଯେତେବେଳେ ତୁମେମାନେ ପ୍ରଭୁଙ୍କ ପ୍ରୀତିଭାଜନ ଲାଭ କରିବା ଉଦ୍ଦେଶ୍ୟରେ ଆଲ୍ଲାହଙ୍କ ମାର୍ଗରେ ନିଜର ଅତି ପ୍ରିୟତମ ବସ୍ତୁକୁ ବ୍ୟୟ କରିବ। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ଏହାର ସ୍ପଷ୍ଟୀକରଣ କରି କୁହନ୍ତି, ତୁମେ ସେ ପର୍ଯ୍ୟନ୍ତ ପ୍ରକୃତ ପୁଣ୍ୟ ଅର୍ଜନ କରିପାରିବ ନାହିଁ ଯାହାକି ମୋକ୍ଷ ପ୍ରଦାନ କରିଥାଏ ଯେପର୍ଯ୍ୟନ୍ତ ଆଲ୍ଲାହଙ୍କ ମାର୍ଗରେ ନିଜର ସେହି ଧନ ଓ ବସ୍ତୁ ବ୍ୟୟ କରିନାହଁ ଯାହାକି ତୁମର ସବୁଠାରୁ ପ୍ରିୟ ଅଟେ। ଆପଣ ଆଉ ଏକ ସ୍ଥାନରେ କୁହନ୍ତି, ଧନ ସମ୍ପତ୍ତିକୁ ଅତ୍ୟଧିକ ଭଲ ପାଇବା ଉଚିତ ନୁହେଁ। ଆଲ୍ଲାହ ତାଆଲା କୁହନ୍ତି, ତୁମେମାନେ ଆଲ୍ଲାହଙ୍କ ମାର୍ଗରେ ନିଜ ପ୍ରିୟ ବସ୍ତୁଗୁଡ଼ିକ ମଧ୍ୟରୁ ବ୍ୟୟ ନ କରିବା ପର୍ଯ୍ୟନ୍ତ କଦାପି ପ୍ରକୃତ ପୁଣ୍ୟ ଲାଭ କରିପାରିବ ନାହିଁ। ଅସାର ଓ ନିରର୍ଥକ ବସ୍ତୁ ଖର୍ଚ୍ଚ କରି କୌଣସି ବ୍ୟକ୍ତି ପୁଣ୍ୟ ଅର୍ଜନ କରିବାର ଦାବି କରିପାରିବ ନାହିଁ। ମନେ ରଖ, ସତ୍କର୍ମର ମାର୍ଗ ସଂକୀର୍ଣ୍ଣ। ସୁତରାଂ ଏକଥା ସ୍ମରଣ ରଖ ଯେ ନିରର୍ଥକ ବସ୍ତୁ ବ୍ୟୟ କରି କୌଣସି ବ୍ୟକ୍ତି ଏହି ପରିସର ମଧ୍ୟରେ ପ୍ରବେଶ କରିପାରିବ ନାହିଁ, କାରଣ ଯେପର୍ଯ୍ୟନ୍ତ ନିଜ ପ୍ରିୟରୁ ଅତି ପ୍ରିୟ ବସ୍ତୁ ବ୍ୟୟ କରିନାହଁ ସେ ପର୍ଯ୍ୟନ୍ତ ପ୍ରଭୁଙ୍କ ପ୍ରିୟ ଭକ୍ତଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ। ଯଦି କଷ୍ଟ ସହ୍ୟ କରିବାକୁ ପ୍ରସ୍ତୁତ ନାହଁ ଏବଂ ପ୍ରକୃତ ପୁଣ୍ୟ ଅର୍ଜନ କରିପାରିବା ପ୍ରତି ଉତ୍କଣ୍ଠିତ ନାହଁ, ଆଗ୍ରହୀତ ନାହଁ, ତେବେ କିପରି ସଫଳତା ଓ କୃତିତ୍ୱ ଅର୍ଜନ କରିନେବ? ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କହିଲେ, କ'ଣ ସାହାବାମାନେ ମୁଫତରେ ରିଜୱାନୁଲ୍ଲାହର ସ୍ତରରେ ଉପନୀତ ହୋଇଗଲେ? ଆଲ୍ଲାହ ତାଆଲାଙ୍କ ପ୍ରୀତିଭାଜନ ଯାହାକି ପ୍ରକୃତ ଆନନ୍ଦ ଓ ସୁଖର ଉତ୍ସ ହାସଲ ହୋଇନଥାଏ ଯେପର୍ଯ୍ୟନ୍ତ କ୍ଷଣିକ କ୍ଲେଶ ଅର୍ଥାତ୍ ପୀଡ଼ା ବରଦାସ୍ତ କରିନାହଁ। ଦେଖ, ସାଂସାରିକ ପଦପଦବୀ ଓ ଉପାଧି ପାଇବା ନିମନ୍ତେ କିଭଳି ଧନ ଓ କଷ୍ଟ ସହ୍ୟ କରିବାକୁ ପଡ଼ିଥାଏ, ତେବେ ଯାଇ ଏକ ସାଧାରଣ ଉପାଧି ଯେଉଁଥିରୁ ପ୍ରକୃତ ଶାନ୍ତି ଓ ତୃପ୍ତି ମଧ୍ୟ ହାସଲ ହୋଇନଥାଏ ମିଳିଥାଏ। ତଥାପି ମନୁଷ୍ୟ ସେଥିପାଇଁ କିଭଳି ଅଧ୍ୟବସାୟ ଓ ପରିଶ୍ରମ କରିଥାଏ, ପ୍ରଚେଷ୍ଟା କରିଥାଏ। ପରମେଶ୍ୱରଙ୍କୁ କଦାପି ଠକିବା ସମ୍ଭବ ନୁହେଁ। ପରମେଶ୍ୱରଙ୍କୁ ଠକିବା କଦାପି ସମ୍ଭବ ନୁହେଁ। ସୌଭାଗ୍ୟଶାଳୀ ସେହିମାନେ
ଯେ ପରମେଶ୍ୱରଙ୍କ ପ୍ରସନ୍ନତା ଲାଭ କରିବା ସକାଶେ ଦୁଃଖ ଯନ୍ତ୍ରଣାକୁ ଭ୍ରୂକ୍ଷେପ କରିନଥାନ୍ତି। କାରଣ ଚିରସ୍ଥାୟୀ ସୁଖ ଓ ଆରାମର ପ୍ରକାଶରେ ଅସ୍ଥାୟୀ କଷ୍ଟ ସହ୍ୟ କରିବା ଅନ୍ତେ ବିଶ୍ୱାସକାରୀକୁ ଲାଭ ହୋଇଥାଏ। ସୁତରାଂ ଏହା ସେହି ଅର୍ଥଦାନ କରିବାର ଉତ୍ସାହ ଯାହାକି ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ହିତବାଣୀ ଫଳରେ ଆମମାନଙ୍କ ମଧ୍ୟରେ ଉତ୍ପନ୍ନ କରିବା ଉଚିତ। ଏହା ଜମାତ ଓ ପ୍ରତ୍ୟେକ ହେମଦୀ ଉପରେ ଆଲ୍ଲାହ ତାଆଲାଙ୍କର ମହାପକାର। ଯେଉଁ ବ୍ୟକ୍ତି ଏକଥାକୁ ହୃଦୟଙ୍ଗମ କଲା ଓ ସେ ନିଜର ପ୍ରିୟ ଧନ ଧର୍ମ ମାର୍ଗରେ ବ୍ୟୟ କରିବା ନିମନ୍ତେ ପୈଠ କରିଦେଲା, ଜମାତର ସଦସ୍ୟ ବୃନ୍ଦଙ୍କର ଏକ ସଂଖ୍ୟାଗରିଷ୍ଠ ଦଳ ନିଜ ଆବଶ୍ୟକତାକୁ ପଛରେ ପକାଇ ଧର୍ମ ମାର୍ଗରେ ଦାନ କରିଦେଇଥାନ୍ତି। ସହସ୍ର ଉଦାହରଣ ରହିଛି। ସମ୍ପ୍ରତି ଆମେ ଦେଖୁଛୁ ଯେ ବିଶ୍ୱର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ଭୁଷୁଡ଼ି ପଡ଼ିଛି ଏବଂ ଦିନକୁ ଦିନ ତାହା ଶୋଚନୀୟ ହୋଇ ଚାଲିଛି। ଏପରି କି ବିକାଶଶୀଳ ରାଷ୍ଟ୍ରମାନଙ୍କର ମଧ୍ୟ ବର୍ତ୍ତମାନ ସେହିପରି ଅବସ୍ଥା ସ୍ୱଚ୍ଛଳ ନାହିଁ। ରୁଷ ଓ ୟୁକ୍ରେନର ଯୁଦ୍ଧ ପରିସ୍ଥିତିକୁ ଆହୁରି ଅଧିକ ଜଟିଳ ଓ ସଙ୍କଟାପନ୍ନ କରିଦେଇଛି। ପୁଣି ସେହି ଦେଶମାନଙ୍କର ରାଜନେତାମାନଙ୍କର ଭ୍ରଷ୍ଟାଚାର ଦେଶକୁ କଙ୍ଗାଳ କରିଦେଇଛି। କିନ୍ତୁ ତଥାପି ଅହମଦୀମାନେ ଅର୍ଥଦାନ କ୍ଷେତ୍ରରେ ଆଗକୁ ବଢ଼ି ଚାଲିଛନ୍ତି। ସାଂସାରିକ ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗ ବୁଝିବା କଷ୍ଟସାଧ୍ୟ, କିନ୍ତୁ ଯାହାଙ୍କ ବିଶ୍ୱାସ ସୁଦୃଢ଼ ସେମାନଙ୍କୁ ଜଣା ଯେ ଏହି ବଳିଦାନ ଏଥିସକାଶେ ଦିଆଯାଇଥାଏ କି ଏତଦ୍ୱାରା ପ୍ରଭୁଙ୍କ ଅନୁକମ୍ପା ଅବତୀର୍ଣ୍ଣ ହେବା ଦୃଶ୍ୟମାନ ହୋଇଥାଏ। ନଭେମ୍ବର ମାସର ପ୍ରଥମ ସପ୍ତାହରେ ତେହରିକେ ଜଦୀଦର ଘୋଷଣା କରାଯାଇଥାଏ। ବସ୍ତୁତଃ ବର୍ତ୍ତମାନ ମୁଁ ଏହି ପ୍ରସଙ୍ଗରେ କିଛି ଘଟଣାବଳୀର ଚର୍ଚ୍ଚା କରିବି। ସଦର ଲଜ୍ନା ଲାହୋର ମୋତେ ପତ୍ର ଲେଖିଛନ୍ତି ଯେ ଜିଲ୍ଲା ଲାହୋରର ସଦର ଲଜ୍ନା ଗୋଟିଏ ମଜଲିସରେ ତାଙ୍କୁ ତେହରିକେ ଜଦୀଦର ଚାନ୍ଦା ସଂକ୍ରାନ୍ତରେ ଲୋକମାନଙ୍କୁ ଧ୍ୟାନ ଆକର୍ଷିତ କରିବା ପ୍ରତି ଆଦେଶ ଦିଆଗଲା ଯେ ଉକ୍ତ ବୈଠକରେ ଆପଣ ତେହରିକେ ଜଦୀଦ ସଂକ୍ରାନ୍ତରେ ଲୋକମାନଙ୍କୁ ଅନୁପ୍ରାଣିତ କରିବେ। ସେଠାକାର ଲୋକମାନେ ମଧ୍ୟବର୍ତ୍ତୀ ଶ୍ରେଣୀର। ତେବେ ସେ କୁହନ୍ତି ଯେ ମୋତେ ଅତି ଲାଜ ଲାଗିଲା ଏବଂ ମନରେ ଶଙ୍କା ମଧ୍ୟ ଥିଲା ଯେ ଏଭଳି ଲୋକମାନଙ୍କୁ ଯେ କି ପୂର୍ବରୁ ହିଁ ସଠିକ୍ ଚାନ୍ଦା ପୈଠ କରୁଛନ୍ତି ତାଙ୍କୁ ଆହୁରି କ'ଣ ତେହରିକେ ଜଦୀଦରେ ଚାନ୍ଦା ଦେବା ପାଇଁ ଆହ୍ୱାନ ଜଣାଇବି। ସେମାନେ ପୂର୍ବରୁ ତ ହିଁ ବହୁତ କିଛି ଦାନ ଧ୍ୟାନ କରୁଛନ୍ତି। ତେବେ ସେ ଯାହା ହେଉନା କାହିଁକି ଯେହେତୁ ନିର୍ଦ୍ଦେଶ ଦିଆଯାଇଛି ତେବେ ତାହାର ତ ପାଳନ କରିବାକୁ ପଡ଼ିବ। ସେ କୁହନ୍ତି ଯେ ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ଯେତେବେଳେ ମୁଁ ଦେଖିଲି ଯେ ସେଠାକାର ମହିଳାମାନେ ବଢ଼ି ଚଢ଼ି ବଳିଦାନ କରିବା ପାଇଁ ଆଗେଇ ଆସୁଛନ୍ତି। ସେ କୁହନ୍ତି ମୋତେ ଲାଜ ଲାଗିଲା ଯେ ଏଭଳି ସ୍ୱଳ୍ପ ଆମଦାନୀ କରୁଥିବା ଲୋକମାନେ ବଳିଦାନରେ କିଭଳି ଉଚ୍ଚ ସ୍ତରରେ ଉପନୀତ ରହିଛନ୍ତି ଯାହାର ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ଧନିକ ଶ୍ରେଣୀମାନଙ୍କୁ ଏଥି ସଂକ୍ରାନ୍ତରେ ଚିନ୍ତା କରିବା ଉଚିତ, ନିଜର ବିଶ୍ଳେଷଣ କରିବା ଉଚିତ, ନିଜର ସମୀକ୍ଷା କରିବା ଉଚିତ। ଯେତେବେଳେ ଲାହୋରର ଲଜ୍ନାମାନଙ୍କୁ ମୁଁ ତେହରିକେ ଜଦୀଦ ପାଇଁ ଆହ୍ୱାନ ଜଣାଇଲି, ସେମାନେ ନଗଦ ଟଙ୍କା ନିଜର ଗହଣା ଆଦି ଆଣି ଅର୍ଥାତ୍ ଯାହାକି ଲକ୍ଷ ଲକ୍ଷ ଟଙ୍କାର ଥିଲା ଆଣି ରଖିଦେଲେ। ଏହିପରି ୱକିଲୁଲ ମାଲ ସାହେବଙ୍କର ରିପୋର୍ଟ ହସ୍ତଗତ ହୋଇଛି ଯାହାକି ଏକ ଲମ୍ବା ସୂଚୀ ଅଟେ। ଅନେକ ପୃଷ୍ଠାରେ ତାହା ସମ୍ବଳିତ ଯେ କିଭଳି ସେମାନେ ନିଜର ଆଭୂଷଣ ଆଣି ତେହରିକେ ଜଦୀଦ ପାଇଁ ଉପସ୍ଥାପନ କରିଦେଇଥିଲେ। ହଜରତ ମୁସଲିମ ମଉଦ ରଜିୟତାଲା ଯେତେବେଳେ ତେହରିକେ ଜଦୀଦର ଘୋଷଣା କରିଥିଲେ ସେତେବେଳେ ଆପଣ ଜମାତ ଠାରୁ ଯେଉଁ ଆଶା ବାନ୍ଧିଥିଲେ ସେଥିମଧ୍ୟରେ ମହିଳାମାନଙ୍କର ବଳିଦାନ କରିବା ସୂଚୀରେ ଏହା ମଧ୍ୟ ରହିଥିଲା
କି ମହିଳାମାନେ ଅଳଙ୍କାର ଖରିଦ କରିବେ ନାହିଁ ଅଥବା ଖୁବ୍ କମ୍ ଖରିଦ କରିବେ ଏବଂ ବଳିଦାନ କରିବା ପ୍ରତି ସେମାନେ ଅଧିକ ମନୋଯୋଗ କରିବେ। ବସ୍ତୁତଃ ଏହି ନିର୍ଦ୍ଦେଶ କ୍ରମେ ମହିଳାମାନେ ଖୁବ୍ ବଳିଦାନ କରିଥିଲେ ଏବଂ ଆଜି ମଧ୍ୟ କରୁଛନ୍ତି। କେତେକ ମହିଳା ତ ନିଜର ସମସ୍ତ ଆଭୂଷଣ ଚାନ୍ଦାରେ ଆଣି ପୈଠ କରିଦେଇଥାନ୍ତି। ଏଭଳି ମହିଳାମାନେ ଯେ ନିଜ ଆଭୂଷଣ ଆଣି ଚାନ୍ଦାରେ ପୈଠ କରିଦେଇଥାନ୍ତି, ସେମାନେ ପରବର୍ତ୍ତୀ ସମୟରେ ପୁନଃ ତାଙ୍କୁ ଚିନ୍ତା ଘାରିଥାଏ। ସେମାନେ ଅଶାନ୍ତ ରହିଥାନ୍ତି ଯେ କିଭଳି ଆହୁରି ଚାନ୍ଦା ପୈଠ କରିମୁ। ତେଣୁ ସେମାନେ ନିଜର ଆଭୂଷଣ ଆଣି ଅର୍ଥାତ୍ ନଗଦ ଟଙ୍କା ପୈଠ କରିବା ପରେ ନିଜ ଆଭୂଷଣ ଆଣି ପୈଠ କରିଦେଇଥାନ୍ତି ଚାନ୍ଦାରେ। କାରଣ ଯେପରିକି ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଚିରସ୍ଥାୟୀ ସୁଖ ଓ ଶାନ୍ତି ହାସଲ ହୋଇପାରିବ ନାହିଁ ଯେପର୍ଯ୍ୟନ୍ତ ବଳିଦାନ କରିନାହଁ। ଅର୍ଥାତ୍ ବଳିଦାନ ବ୍ୟତିରେକେ କଦାପି ସେହି ତୃପ୍ତି, ସେହି ସୁଖ, ସେହି ଚିରସ୍ଥାୟୀ ଶାନ୍ତି କଦାପି ତୁମକୁ ହାସଲ ହୋଇପାରିବ ନାହିଁ। ବସ୍ତୁତଃ ସେହି ଲୋକମାନେ ନିଜ ପେଟ କାଟି ଚାନ୍ଦା ଦେଇଥାନ୍ତି ଏବଂ ଅନେକ ଏପରି ଅଛନ୍ତି ଯାହାଙ୍କୁ ଆଲ୍ଲାହ ତାଆଲା ଧନ ଦୌଲତ ଓ ଐଶ୍ୱର୍ଯ୍ୟ ପ୍ରଦାନ କରିଥାନ୍ତି। ଏପରି ଧନାଢ଼୍ୟ ଲୋକମାନଙ୍କୁ ଶିକ୍ଷା ହାସଲ କରିବା ଉଚିତ ଏବଂ ନିଜ ବଳିଦାନର ସ୍ତର ଊର୍ଦ୍ଧ୍ୱଗାମୀ କରିବା ଉଚିତ। ହଜରତ ମୁସଲିମ ମଉଦ ରାଦିୟଲ୍ଲାହୁ କୁହନ୍ତି, ଏପରି ଗରିବ ଲୋକ ଅଛନ୍ତି ଯେ ନିଜ ମାସିକ ଆମଦାନୀର 45% ଦାନ କରିଦେଇଥାନ୍ତି। ଅପରପକ୍ଷେ ଧନବାନ ବ୍ୟକ୍ତିମାନେ ନିଜ ଆମଦାନୀର ମାତ୍ର 1% ଦେଇଥାନ୍ତି। ବରଂ ଏବେ ତ ଗରିବ ଶ୍ରେଣୀ ମଧ୍ୟରେ ଏପରି ଅଛନ୍ତି ଯେ ନିଜ ମାସିକ ଆମଦାନୀର 100% ଦାନ କରିଦେଉଛନ୍ତି। ଅର୍ଥାତ୍ ନିଜ ଘର ପାଇଁ, ଘର ଖର୍ଚ୍ଚ ପାଇଁ ଗୋଟିଏ ଟଙ୍କା ମଧ୍ୟ ନିଜ ନିକଟରେ ରଖିନଥାନ୍ତି। ଏହି ଦୃଷ୍ଟିରୁ ଗରିବ ଶ୍ରେଣୀର ବଳିଦାନର ସ୍ତର ବେଶ୍ ଊର୍ଦ୍ଧ୍ୱରେ ପ୍ରତୀୟମାନ, ପ୍ରତିଷ୍ଠିତ। ସୁତରାଂ ଧନିକ ଗୋଷ୍ଠୀକୁ ନିଜର ଆତ୍ମସମୀକ୍ଷା କରିବା ଉଚିତ। ସ୍ମରଣ ରହିଥାଉ ଯେ ପ୍ରଭୁ କାହାର ଉଦ୍ଧାର ରଖିନଥାନ୍ତି। ଯେପରିକି ପବିତ୍ର କୁରାନର ଅନ୍ୟ ଏକ ସ୍ଥାନରେ ପରାକ୍ରମୀ ଆଲ୍ଲାହ କୁହନ୍ତି, ଆମ୍ଭେ 700 ଗୁଣ ଅଥବା ତାଠାରୁ ଅଧିକ ବଢ଼ାଇ ତୁମକୁ ଫେରସ୍ତ କରିଥାଉ। ତେବେ ସେ ଯାହା ହେଉ, ଯେପରିକି ମୁଁ କହିଲି, କିଛି ଉଦାହରଣ ଏଠାରେ ମୁଁ ଉପସ୍ଥାପନ କରିବି ଯେଉଁଥିରୁ ପ୍ରମାଣିତ ହେବ, ପତିତ ହେବ ଯେ ବଳିଦାନ ଓ ବିଶ୍ୱାସର ଭାବ ପ୍ରକାଶ ହେଉଛି ଯେ ସେମାନଙ୍କର ବିଶ୍ୱାସ ଓ ବଳିଦାନ କିଭଳି ଊର୍ଦ୍ଧ୍ୱ ସ୍ତରରେ ବିଦ୍ୟମାନ ଏବଂ ପୁଣି ଆଲ୍ଲାହ ତାଆଲା ସେମାନଙ୍କୁ କିଭଳି ନିଜ କୃପା ଦ୍ୱାରା, ପୁରସ୍କାର ଦ୍ୱାରା ସେମାନଙ୍କ ଉପରେ ଆଲ୍ଲାହ ତାଆଲାଙ୍କର କୃପା ଓ ପୁରସ୍କାର କିଭଳି ସେମାନଙ୍କ ଉପରେ ଅବତୀର୍ଣ୍ଣ ହେଉଛି ଏବଂ ସଙ୍ଗେ ସଙ୍ଗେ ଆଲ୍ଲାହ ତାଆଲା ତାଙ୍କୁ ତାହାର ବହୁଗୁଣ କରିକି ଫେରସ୍ତ କରିଦେଉଛନ୍ତି। ଗିନି ବସାଓ, ଯାହାକି ଆଫ୍ରିକାର ଏକ ଦେଶ ଅଟେ, ସେଠାରେ ମହମୁଦ ସାହେବ ଜଣେ ମୋଟର ମେକାନିକ। ତାଙ୍କୁ ଆମର ମିଶନାରୀ ଇନଚାର୍ଜ ସାହେବ ତେହରିକେ ଜଦିଦରେ ଚାନ୍ଦା ପୈଠ କରିବା ପାଇଁ ଆହ୍ୱାନ ଜଣାଇଲେ। ସେଥିରେ ସେ ନିଜ ପକେଟରେ ଯେତେ ଅର୍ଥ ଥିଲା କାଢ଼ି ମିଶନାରୀ ସାହେବଙ୍କୁ ପ୍ରଦାନ କରିଦେଲେ, ଯାହାକି 10,000 ଫ୍ରାଙ୍କ ସିଫା ଥିଲା ସେଠାକାର ସ୍ଥାନୀୟ ରାଶି ଅନୁଯାୟୀ। ଘରେ ତାଙ୍କ ବୋହୂ ମଧ୍ୟ ଥିଲେ ଏବଂ ଖାଦ୍ୟ ସେତେବେଳ ସମୟର ଅର୍ଥାତ୍ ସେହି ବେଳର ଖାଦ୍ୟ ପ୍ରସ୍ତୁତି ପାଇଁ ସେ ତାଙ୍କ ନିକଟକୁ ଆସି ଟଙ୍କା ମାଗିଲେ, କିନ୍ତୁ ସେ ତ ସମୁଦାୟ ଟଙ୍କା ତେହରିକେ ଜଦିଦରେ ପୈଠ କରିସାରିଥିଲେ। ତେଣୁକରି ମହମୁଦ ସାହେବ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, ମୁଁ ତ ସମସ୍ତ ଟଙ୍କା ପୈଠ କରିସାରିଛି, ବର୍ତ୍ତମାନ ତୁମେ ଧୈର୍ଯ୍ୟ ଧର। ତେଣୁକରି ସେଠାରୁ ବୋହୂ ଫେରିଗଲେ। ମହମୁଦ ସାହେବ କୁହନ୍ତି, ବର୍ତ୍ତମାନ ମୁଁ ଏହି ସମସ୍ୟାରେ ରହିଥିଲି ଯେ ବର୍ତ୍ତମାନ ଘର ଖର୍ଚ୍ଚ ପାଇଁ ଅର୍ଥ କୁଆଡ଼ୁ ଆସିବ। ସେତେବେଳେ ସରକାରୀ କାର୍ଯ୍ୟାଳୟରୁ ମୋତେ ଫୋନ୍ ଆସିଲା
ଯେ କାର୍ଯ୍ୟାଳୟକୁ ଚାଲି ଆସନ୍ତୁ। ଯେତେବେଳେ ମୁଁ ସେଠାରେ ପହଞ୍ଚିଲି, ସେମାନେ କହିଲେ ଯେ ଗତ ବର୍ଷ ଆପଣ ଆମର ମୋଟର ସାଇକେଲ ମରାମତି କରିଥିଲେ, ତାହା ବାବଦରେ 1,90,000 ଫ୍ରାଙ୍କ ସିଫା ଆପଣଙ୍କୁ ଗୋଟିଏ ଚେକ୍ ଦିଆଯାଉଛି। ତାହାକୁ ଧରି ମେହମୁଦ ସାହେବ ସଙ୍ଗେ ସଙ୍ଗେ ନିଜ ଘରକୁ ଚାଲି ଆସିଲେ ଏବଂ ବୋହୂ ଓ ବାକି ପରିବାରବର୍ଗଙ୍କୁ ଡାକି କହିଲେ, ଦେଖ, ଆଲ୍ଲାହ ତାଆଲାଙ୍କ ମାର୍ଗରେ ଖର୍ଚ୍ଚ କରିବା ଫଳରେ କିଭଳି ବରକତ ପଡ଼ିଥାଏ। ଆଲ୍ଲାହ ତାଆଲା ତାହାର କେତେ ଅଧିକ କରି ଆମକୁ ଫେରସ୍ତ କରିଦେଇଥାନ୍ତି। ଫିଜିରୁ ଆମର ମୁବଲ୍ଲିକ ସାହେବ ଲେଖିଛନ୍ତି, ନାନ୍ଦନୀ ସେଠାକାର ଏକ ଅଞ୍ଚଳ ରହିଛି। ସେଠାକାର ଜଣେ ବନ୍ଧୁ ଅଶଫାକ ସାହେବ ସେ କୁହନ୍ତି, ଯାତ୍ରା ସମୟରେ ମୁଁ ଗତ ବର୍ଷର ହୁଜୁର ଅନୱରଙ୍କର ତେହରିକେ ଜଦିଦ ସଂକ୍ରାନ୍ତରେ ଥିବା ଖୁତବା ଶୁଣୁଥିଲି, ଯାହାକି ହୁଜୁର ଅନୱର ଘଟଣାବଳୀ ବିଶ୍ୱାସବର୍ଦ୍ଧକ ଘଟଣାବଳୀ ବର୍ଣ୍ଣନା କରିଥିଲେ। ସେଥିରେ ସେ ପ୍ରଭାବିତ ହୋଇ ନିଜ ତେହରିକେ ଜଦିଦ ଚାନ୍ଦାକୁ 2 ଗୁଣ କରିଦେଲେ। ସେ ବ୍ୟବସାୟ କରନ୍ତି। ବର୍ଷକର ଯେତେବେଳେ ସମାପ୍ତ ହେଲା, ବର୍ଷ ଶେଷ ହେଲା, ସେ ନିଜ ବ୍ୟବସାୟର ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରୁଥିଲେ। ସେଥିରେ ସେ ଶେଷରେ ଉପନୀତ ହେଲେ ଯେ ଏହି ବର୍ଷ ମୋତେ 2 ଗୁଣ ଲାଭ ହୋଇଛି, ଅର୍ଥାତ୍ ଯେତିକି ତାଙ୍କୁ ପ୍ରତିବର୍ଷ ଲାଭ ହୁଏ, ଚଳିତ ବର୍ଷ ତାଙ୍କୁ ତାହାର 2 ଗୁଣ ଲାଭ ହୋଇଛି। ସେ ବର୍ଣ୍ଣନା କରନ୍ତି ଯେ ମୋର ବିଶ୍ୱାସ ଏହି 2 ଗୁଣ ଲାଭ ହେବାର କାରଣ ମୋର ପରିଶ୍ରମ ବା ଚେଷ୍ଟା ନୁହେଁ, ବରଂ ଏହା କେବଳ ଆଲ୍ଲାହ ତାଆଲାଙ୍କ ଅନୁକମ୍ପା ଓ ଚାନ୍ଦା ପୈଠ କରିବାର ଫଳ, ଯାହାକି ଆଲ୍ଲାହ ତାଆଲା ମୋତେ ପ୍ରଦାନ କରିଛନ୍ତି। ମସ୍କୋରୁ ମୁବଲ୍ଲିକ ସାହେବ ଲେଖିଛନ୍ତି, ରସଲାନ ପକ୍ନିଓ ସାହେବ, ଯେ କି କାଜାକିସ୍ତାନର ବାସିନ୍ଦା, 14 ବର୍ଷ ହେଲା ସେ ମସ୍କୋରେ ବସତି ସ୍ଥାପନ କରିଛନ୍ତି, ରହିଆସୁଛନ୍ତି। ସେ କୁହନ୍ତି, ପୂର୍ବେ ମଧ୍ୟ ମୁଁ ଦାନଧ୍ୟାନ କରୁଥିଲି, ଅର୍ଥଦାନ କରୁଥିଲି, କିନ୍ତୁ 1 ବର୍ଷ ହେଲା ଯେତେବେଳେ ହୁଜୁର ଅନୱରଙ୍କର ଅର୍ଥଦାନ ପ୍ରସଙ୍ଗରେ ଖୁତବା ଶୁଣିଲି, ସେତେବେଳେ ଏଥିପ୍ରତି ମୋର ଅଧିକ ଧ୍ୟାନ କେନ୍ଦ୍ରିତ ହେଲା, ଅର୍ଥାତ୍ ଅଧିକ ଚାନ୍ଦା ଦେବା ପ୍ରସଙ୍ଗରେ। ଅତଏବ ମୁଁ ନିୟମିତ ରୂପେ ପ୍ରତିଦିନ ନିଜ ଆମଦାନୀର 10% ଚାନ୍ଦା ପାଇଁ ବାହାର କରିଦିଏ ଓ ତାହା ମୁଁ ପ୍ରେରଣ କରିଦେବା ଆରମ୍ଭ କଲି। କିଛି ସତ୍କା ମଧ୍ୟ ଦିଏ, ବାକି ଚାନ୍ଦାରେ ପୈଠ କରିଦିଏ ଏବଂ ଏହି ଆଚରଣ ମୋର ଅବ୍ୟାହତ ରହିଲା 1 ବର୍ଷ ପର୍ଯ୍ୟନ୍ତ। ଯେତେବେଳେ ମୁବଲ୍ଲିକ ସାହେବଙ୍କର ବଦଳି ହେଲା, ଅନ୍ୟ ସ୍ଥାନକୁ ସେ ସ୍ଥାନାନ୍ତରିତ ହୋଇଗଲେ, ଅର୍ଥାତ୍ କିର୍ଗିସ୍ତାନ ସେ ଚାଲିଗଲେ, ସେତେବେଳେ ତାଙ୍କର ପ୍ରଥମ ପ୍ରଶ୍ନ ଏହା ଥିଲା ଯେ କ'ଣ ବର୍ତ୍ତମାନ ଆପଣ ନିଜ ଚାନ୍ଦା ଏହିପରି ଅବ୍ୟାହତ ରଖିବେ, ପୈଠ କରିବେ? ସେ କହିଲେ ଯେ ଏହି ବିପ୍ଳବ, ଯାହାକି ହଜରତ ମସିହ ମଉଦ ଆଲୈହିସ୍ସଲାମ ଲୋକମାନଙ୍କ ମଧ୍ୟରେ ସଞ୍ଚାର କରିଦେଇଛନ୍ତି, ସେଇଥିପାଇଁ ତାଙ୍କୁ ଏହି ଚିନ୍ତା ଘାରୁଥିଲା ଯେ ମୁଁ କିଭଳି ଠିକ୍ ରୂପେ ଚାନ୍ଦା ପୈଠ କରି ଚାଲିବି। ତାଞ୍ଜାନିଆରୁ ଅମୀର ସାହେବ ଲେଖିଛନ୍ତି ଯେ ଆମର ଏଠାରେ ଗୋଟିଏ ଜମାତର ଜଣେ ସଦସ୍ୟ ମହମ୍ମଦ ସାନି ସାହେବ ଅଛନ୍ତି। ସେ ଚାକିରି କରନ୍ତି। ତାଙ୍କୁ କିଛି ଆର୍ଥିକ କ୍ଷତି ତାଙ୍କର ହେଲା। ଗୋଟିଏ କମ୍ପାନୀରେ ସେ ଚାକିରି କରୁଥିଲେ ଏବଂ ତାଙ୍କୁ ଏହି କ୍ଷତି ଯୋଗୁଁ, କମ୍ପାନୀର କ୍ଷତି ଯୋଗୁଁ ମାଲିକ ତାଙ୍କୁ କହିଲା ଯେ ସମସ୍ତ କର୍ମଚାରୀମାନଙ୍କର ବେତନ କଟାଯାଇ ତାଙ୍କୁ ପ୍ରଦାନ କରାଯିବ। ଏଥିରେ ତାଙ୍କୁ ବହୁତ ଦୁଃଖ ହେଲା ଯେ ବର୍ତ୍ତମାନ ମୁଁ ଚାନ୍ଦା ତେହରିକେ ଜଦିଦ କିଭଳି ପୈଠ କରିବି, କାରଣ ତାହା ତେହରିକେ ଜଦିଦର ଶେଷ ମାସ ଥିଲା। ଇନ୍ସପେକ୍ଟର ସାହେବ ଯେତେବେଳେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କଲେ, ଅର୍ଥାତ୍ ଚାନ୍ଦା ତେହରିକେ ଜଦିଦ ପୈଠ କରିବା ପାଇଁ, ସେତେବେଳେ ସେ ତାଙ୍କ ଅସୁବିଧା ଜଣାଇବା ପରିବର୍ତ୍ତେ ଆଲ୍ଲାହ ତାଆଲାଙ୍କ ଉପରେ ଥିବା ନିଜ ପୂର୍ଣ୍ଣ ବିଶ୍ୱାସର ପ୍ରକାଶ କରି କହିଲେ,
ନିଶ୍ଚିତ ରୂପେ ଯେତେବେଳେ କି ମୁଁ ପ୍ରତିଜ୍ଞା କରିଛି ଦେବି ବୋଲି, ତେଣୁକରି ଆଲ୍ଲାହ ତାଆଲାଙ୍କ ଉପରେ ମୋର ପ୍ରଗାଢ଼ ବିଶ୍ୱାସ ଅଛି ଯେ ତାହା ଧାର୍ଯ୍ୟ ସମୟ ପୂର୍ବରୁ ନିଶ୍ଚିତ ମୁଁ ପୈଠ କରିଦେବି। ସେ କୁହନ୍ତି ଯେ ପରବର୍ତ୍ତୀ ଦିନ ତାଙ୍କ ମାଲିକଙ୍କର ଫୋନ୍ ଆସିଲା ଯେ ତୁମର ବେତନ କଟାଯିବ ନାହିଁ। ଅତଏବ ଅନ୍ୟ କର୍ମଚାରୀମାନଙ୍କର ବେତନ କଟାଯାଇଥିବା ସ୍ଥଳେ ତାଙ୍କର ଗୋଟିଏ ଟଙ୍କା ମଧ୍ୟ କଟାଯାଇ ନଥିଲା ଏବଂ ସମ୍ପୂର୍ଣ୍ଣ ଦରମା ତାଙ୍କୁ ମିଳିଥିଲା। ତେବେ ସେ କୁହନ୍ତି ଏହା କେବଳ ତେହରିକେ ଜଦୀଦରେ ଚାନ୍ଦା ପୈଠ କରିବାର ନିୟତ ଯୋଗୁଁ ଆଲ୍ଲାହ ତାଆଲା ମୋତେ ଏଭଳି ମୋ ସହିତ ଆଚରଣ କଲେ। ସେହିପରି ମଲାୱି ଏକ ଦେଶ ଅଟେ। ସେଠାକାର ମାଙ୍ଗୋଚି ଡିଷ୍ଟ୍ରିକ୍ଟରେ ରହୁଥିବା ଜଣେ ବରିଷ୍ଠ ମହିଳା ଯେ କି ଚାଷବାସ କରନ୍ତି ଏବଂ ନିଜର ଗୁଜରାଣ ମେଣ୍ଟାନ୍ତି, ତେହରିକେ ଜଦୀଦରେ ଚାନ୍ଦା ଦେବା ପାଇଁ ଲେଖାଇ ଦେଲେ। ବର୍ଷ ପୂରଣ ହେବା ବେଳକୁ ଯେତେବେଳେ ତାଙ୍କୁ ସ୍ମରଣ କରାଗଲା ଯେ ଆପଣ ଏତେ ଟଙ୍କା ଚାନ୍ଦା ଲେଖାଇଥିଲେ ତାହା ପୈଠ କରିନାହାନ୍ତି, ସେତେବେଳେ ସେ କହିଲେ ଯେ ମୁଁ ଚେଷ୍ଟା କରୁଛି ଆଉ ଦୁଆ ମଧ୍ୟ କରୁଛି, ନିଶ୍ଚିତ ରୂପେ ମୁଁ ନିଜ ପ୍ରତିଶ୍ରୁତି ପୂରଣ କରିଦେବି, ଚାନ୍ଦା ପୈଠ କରିଦେବି। କିନ୍ତୁ ଶତ ଚେଷ୍ଟା କରିବା ସତ୍ତ୍ୱେ ତାଙ୍କୁ କୌଣସିଠାରେ କାମ ମିଳିଲା ନାହିଁ। ଦିନେ ମସଜିଦରୁ ନମାଜ ଅସର ପାଠ କରିବା ପରେ ଘରକୁ ଫେରୁଥିଲେ ତାଙ୍କୁ ଖବର ମିଳିଲା ଯେ ଜଣାନାହିଁ ତାଙ୍କୁ 45,000 କ୍ୱାଚେ, ଯାହାକି ସେଠାକାର ରାଶି ଅଟେ, ଉପହାର ସ୍ୱରୂପ ତାଙ୍କୁ କେହି ପ୍ରେରଣ କରିଛନ୍ତି। ଅତଏବ ତାଙ୍କ ଆନନ୍ଦର ସୀମା ରହିଲା ନାହିଁ। ସେ ସଙ୍ଗେ ସଙ୍ଗେ ମୌଲିମ୍ ସାହେବଙ୍କ ନିକଟକୁ ଆସି ନିଜ ୱାଦା ପୂରଣ କରିଦେଲେ, ଅର୍ଥାତ୍ ଚାନ୍ଦା ପୈଠ କରିଦେଲେ ଏବଂ କୃତଜ୍ଞତା ଜ୍ଞାପନ କରି କହିଲେ ଯେ ଆଲ୍ଲାହ ତାଆଲା ମୋତେ ଶକ୍ତି ପ୍ରଦାନ କଲେ ଯେ ମୁଁ ନିଜ ପ୍ରତିଜ୍ଞା ପୂରଣ କରିପାରିବି। ତେବେ ଏଭଳି ଗରିବ ଲୋକମାନଙ୍କୁ ନିଜ ଚାନ୍ଦା ପ୍ରତି ଚିନ୍ତା ଘାରୁଥାଏ କି କିଭଳି ଆମେ ନିଜ ପ୍ରତିଶ୍ରୁତି ପୂରଣ କରିବୁ। ତାଞ୍ଜାନିଆର ଅମୀର ସାହେବ ଲେଖିଛନ୍ତି, ସେନେଗାଲ ସେଆନାଗ ନାମକ ଏକ ଜମାତ ଆମର ଏଠାରେ ଅଛି। ମରିୟମ ସାହେବା ନାମକ ଜଣେ ମହିଳାଙ୍କର ଫୋନ୍ ଆସିଲା, ଅର୍ଥାତ୍ ମୌଲିମ୍ ସାହେବଙ୍କୁ ସେ ମହିଳା ଜଣକ ମରିୟମ ସାହେବା ଫୋନ୍ କରି କହିଲେ ତାଞ୍ଜାନିଆର ଅମୀର ସାହେବ ଲେଖିଛନ୍ତି ଯେ ସେଆନାଗ ନାମକ ଏକ ଜମାତ ଯେଉଁଠାରେ ମରିୟମ ସାହେବା ନାମକ ଜଣେ ମହିଳା ବସବାସ କରନ୍ତି, ତାଙ୍କୁ ମୌଲିମ୍ ସାହେବ ଫୋନ୍ କଲେ ଯେ ଆପଣଙ୍କର ତେହରିକେ ଜଦୀଦର ଚାନ୍ଦା ବାକି ରହିଯାଇଛି। ସେଥିପ୍ରତି ତାଙ୍କର ଧ୍ୟାନ ଆକର୍ଷିତ କଲେ। ଅତଏବ ତାଙ୍କ ନିକଟରେ ସେତେବେଳେ 10,000 ଶିଲଙ୍ଗ ଥିଲା। ସେ କୁହନ୍ତି ଯେ ମୁଁ ଉକ୍ତ ରାଶି ଚାନ୍ଦାରେ ପୈଠ କରିଦେଲି। ତାପରେ ଆଲ୍ଲାହ ତାଆଲା ଏଭଳି କଲେ ଯେ ସେହିଦିନ ଆଲ୍ଲାହ ତାଆଲା ମୋତେ 1,00,000 ଟଙ୍କା ଶିଲଙ୍ଗ ଫେରସ୍ତ କରିଦେଲେ। ସେ କୁହନ୍ତି ଏସବୁ ଚାନ୍ଦା ଦେବାର ବରକତ। ଗିନି ବସାଓ ରୁ ମୁବଲ୍ଲିକ ସାହେବ ଶ୍ରୀମାନ ଉସ୍ମାନ ସାହେବ ଲେଖିଛନ୍ତି ତାଙ୍କର ଚଳିତ ବର୍ଷ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ରହିଛି। ଯେକୌଣସି କାରବାର କରୁଛନ୍ତି ସେଥିରେ ସଫଳତା ମିଳୁନଥିଲା। ଏହି ଚିନ୍ତାରେ ତାଙ୍କୁ ରାତିରେ ନିଦ ହେଉନଥିଲା। ଦିନେ ରାତିରେ ତାଙ୍କୁ ଏକ ସ୍ୱର ଶୁଭିଲା ଯେ ହେ ଉସ୍ମାନ, ନିଜ ଚାନ୍ଦା ନିୟମିତ ରୂପେ ପୈଠ କରିଦିଅ। ଉସ୍ମାନ ସାହେବ କୁହନ୍ତି ସକାଳେ ମୁଁ ମିଶନରୀ ସାହେବଙ୍କ ନିକଟକୁ ଗଲି ଏବଂ ନିଜ ସ୍ୱପ୍ନର ଚର୍ଚ୍ଚା କଲି। ଏଥିରେ ମିଶନରୀ ସାହେବ କହିଲେ ତେହରିକେ ଜଦୀଦ ଓ ଅନ୍ୟାନ୍ୟ ଚାନ୍ଦା ପାଣ୍ଠିରେ ଆପଣ ନିଜର ଚାନ୍ଦା ପୈଠ କରିଦିଅନ୍ତୁ। ଅତଏବ ମୁଁ ସଙ୍ଗେ ସଙ୍ଗେ ତେହରିକେ ଜଦୀଦର ଚାନ୍ଦା ପୈଠ କରିଦେଲି ଏବଂ ବାକି ଚାନ୍ଦାଗୁଡ଼ିକର ସୂଚୀ ପ୍ରସ୍ତୁତ କଲି। ସେଥିଅନ୍ତେ ନିୟମିତ ରୂପେ
ନିଜ ଚାନ୍ଦା ପୈଠ କରିବା ଆରମ୍ଭ କରିଦେଲି। ଉସ୍ମାନ ସାହେବ କୁହନ୍ତି, ଯେତେବେଳେ ମୁଁ ନିୟମିତ ରୂପେ ଚାନ୍ଦା ପୈଠ କରିବା ଆରମ୍ଭ କଲି, ସେତେବେଳେ ଆଲ୍ଲାହ ତାଆଲା ମୋ କାରବାରରେ ବରକତ ପ୍ରଦାନ କରିଦେଲେ ଏବଂ ସମସ୍ତ ପ୍ରକାର ସାଂସାରିକ ସମସ୍ୟା ଦୂର ହୋଇଗଲା। ମୋ ବିଶ୍ୱାସ ମଧ୍ୟ ଦୃଢ଼ୀଭୂତ ହେଲା। ଆଉ ଏସବୁ ତେହରିକେ ଜଦିଦ୍ ଓ ଅନ୍ୟ ଚାନ୍ଦାଗୁଡ଼ିକ ପୈଠ କରିବାର ବରକତ ଫଳରେ ସାଧିତ ହୋଇଛି। ଏପରି ନବାଗତ ଅହମଦୀମାନେ ଯେ କି ଚାନ୍ଦା ପ୍ରତି ଚିନ୍ତିତ ରହୁଛନ୍ତି, ନିଜ ଚାନ୍ଦା ପୈଠ କରିବା ପ୍ରତି ବ୍ୟଗ୍ର ରହୁଛନ୍ତି, ତାଙ୍କ ସହିତ ଆଲ୍ଲାହ ତାଆଲାଙ୍କର ଏଭଳି ଆଚରଣ ରହିଛି ଏବଂ ଆଲ୍ଲାହ ତାଆଲା ସେମାନଙ୍କର ଆବଶ୍ୟକତା ଏଭଳି ପୂରଣ କରୁଛନ୍ତି ଏବଂ ତାଙ୍କୁ ପ୍ରଦାନ କରି ଚାଲିଛନ୍ତି। ଅଷ୍ଟ୍ରେଲିଆରୁ ଆମ ମୁରବ୍ବୀ ସାହେବ କାମରାନ ସାହେବ କୁହନ୍ତି, ଜଣେ ସେବକ ପାଖାପାଖି 10 ବର୍ଷ ହେଲା ଚାନ୍ଦା ଦେଉନଥିଲେ। ଏକଦା ସେ ମୋ ନିକଟରେ ବସିଥିଲେ। ମୁଁ ତାଙ୍କୁ ଅର୍ଥଦାନ କରିବା ଫଳରେ ଯେଉଁ ବରକତ ହୋଇଥାଏ, ଆଲ୍ଲାହ ତାଆଲାଙ୍କର କୃପାଲାଭ ହୋଇଥାଏ, ସେଥି ସଂକ୍ରାନ୍ତରେ ବୁଝାଇଲି। ଅତଏବ ସେ ନିୟମିତ ରୂପେ ଚାନ୍ଦା ଦେବା ଆରମ୍ଭ କଲେ। ତେହରିକେ ଜଦିଦ୍ ଓ ୱକ୍ଫେ ଜଦିଦ୍ର ଚାନ୍ଦା ମଧ୍ୟ ପୈଠ କରିଗଲେ। ସେ କୁହନ୍ତି, କିଛି ଦିନ ପରେ ତାଙ୍କର ଫୋନ୍ ଆସିଲା। ସେ କହିଲେ ଯେ ଆଲ୍ଲାହ ତାଆଲାଙ୍କର କୃପା ଫଳରେ ମୋର ପ୍ରମୋଶନ ହୋଇଯାଇଛି, ପଦୋନ୍ନତି ହୋଇଛି, ଯାହାର ମୁଁ ଆଶା ମଧ୍ୟ କରିନଥିଲି ଏବଂ ଏହା କେବଳ ଅର୍ଥଦାନ କରିବା ଫଳରେ ସମ୍ଭବ ହୋଇଛି। 10 ବର୍ଷ ହେଲା ମୁଁ ଚାନ୍ଦା ଦେବା ପ୍ରତି ତତ୍ପର ନଥିଲି, କିନ୍ତୁ ଏହି ଅବହେଳା ମୋର ବର୍ତ୍ତମାନ ଦୂର ହୋଇଯାଇଛି ଏବଂ ତାହା ଫଳରେ ଆଲ୍ଲାହ ତାଆଲାଙ୍କର ମୁଁ କୃପାଲାଭ କରିପାରିଛି। ଗେମ୍ବିଆର ଏକ ଗ୍ରାମରୁ ଜଣେ ବନ୍ଧୁ ଉସ୍ମାନ ସାହେବ, ଯାହାଙ୍କ ଗ୍ରାମକୁ ଆମ ସେକ୍ରେଟାରୀ ତେହରିକେ ଜଦିଦ୍ ଗସ୍ତ କରିବାକୁ ଗଲେ ଏବଂ ତେହରିକେ ଜଦିଦ୍ର ଉପକାରିତା ବର୍ଣ୍ଣନା କରି ତାଙ୍କୁ ଏହି ପାଣ୍ଠିରେ ଅର୍ଥଦାନ କରିବା ପ୍ରତି ଆହ୍ୱାନ ଦେଲେ ଏବଂ ଏଥି ସଂକ୍ରାନ୍ତରେ ବୁଝାଇ କହିଲେ ଯେ ତେହରିକେ ଜଦିଦ୍ରେ କେବଳ ଅର୍ଥଦାନ କରାଯାଉ ନାହିଁ, ଅର୍ଥଦାନ କରିବା ପ୍ରତି ଲୋକମାନଙ୍କୁ ଡାକରା ଦିଆଯାଉ ନାହିଁ, ବରଂ ଏହାର ଉଦ୍ଦେଶ୍ୟ ଜ୍ଞାନରେ ଅଭିବୃଦ୍ଧି କରିବା ଓ ଧର୍ମ ପ୍ରଚାର କରିବା ମଧ୍ୟ ରହିଛି। ତେବେ ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ ତାଆଲା ଯେଉଁ ସର୍ତ୍ତଗୁଡ଼ିକ ରଖିଥିଲେ ତେହରିକେ ଜଦିଦ୍ର ଆହ୍ୱାନ କରିବା ସମୟରେ, ଯେ କେବଳ ଅର୍ଥଦାନ କରି, ଏହି ପାଣ୍ଠିରେ ଅର୍ଥଦାନ କରି ନିଜ କର୍ତ୍ତବ୍ୟ ସମ୍ପନ୍ନ ହୋଇଗଲା ବୋଲି ଚିନ୍ତା କରିବା ଉଚିତ ନୁହେଁ, ତାହାର ଦୃଷ୍ଟାନ୍ତ ଦେଇ ସେ ଲୋକମାନଙ୍କୁ ବୁଝାଇଲେ। ବରଂ ନିଜର ଧାର୍ମିକ ଜ୍ଞାନରେ ଅଭିବୃଦ୍ଧି କରିବା, ଧର୍ମ ପ୍ରଚାର କରିବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଲୋକମାନଙ୍କୁ ପ୍ରଚାର କ୍ଷେତ୍ରକୁ ମଧ୍ୟ ଆଗକୁ ଆସିବା ଉଚିତ। ସେଥିପାଇଁ ମଧ୍ୟ ଲୋକମାନଙ୍କୁ ଡାକରା ଦେଲେ, ଅର୍ଥାତ୍ ଖୁଦ୍ଦାମ ଓ ଅନସାରମାନଙ୍କୁ ସେ ଧର୍ମ ପ୍ରଚାର କ୍ଷେତ୍ରରେ ଆଗକୁ ଆସିବା ପାଇଁ ଡାକରା ଦେଲେ। କେବଳ ଅର୍ଥଦାନ କରିଦେଲେ ତମ କାମ ସରିଗଲା, ଏହା ଚିନ୍ତା କରିବା ଭୁଲ ଅଟେ। ସେ କୁହନ୍ତି ଯେ ଏହି ଅଭିଭାଷଣରେ ଲୋକମାନେ ବହୁତ ପ୍ରଭାବିତ ହେଲେ ଏବଂ କେବଳ କିଛି ଲୋକ ବୟତ କରି ଜମାତରେ ସାମିଲ ହେବାର ନିଷ୍ପତ୍ତି କଲେ ତାହା ନୁହେଁ, ବରଂ ତାଙ୍କୁ ଏହା ମଧ୍ୟ ଜ୍ଞାତ ହେଲା ଯେ ତେହରିକେ ଜଦିଦ୍ର ମୂଳ ଉଦ୍ଦେଶ୍ୟ କ'ଣ। ତେଣୁକରି ସେ ବୟତ କରିବା ସହିତ $150 ଚନ୍ଦା ତେହରିକେ ଜଦିଦ୍ରେ ପୈଠ କରିବାର ପ୍ରତିଜ୍ଞା କଲେ। ସେ କୁହନ୍ତି, ଅର୍ଥାତ୍ ଉସ୍ମାନ ସାହେବ କୁହନ୍ତି ଯେ ଏହି ଚାନ୍ଦା ପୈଠ କରିବା ପରେ ମୁଁ ନିଜ ଭିତରେ ଏକ ଅଦ୍ଭୁତପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ କରୁଛି, ଅନୁଭବ କରୁଛି। ମୁଁ ଆହମଦିୟତର ପ୍ରଚାର କରୁଛି ଏବଂ ନିୟମିତ ରୂପେ ଚାନ୍ଦା ପୈଠ କରୁଅଛି। ଆଉ ଜଣେ ମହିଳା ଗେମ୍ବିଆରୁ ଲେଖିଛନ୍ତି, ଯେତେବେଳେ ମୁଁ ଚାନ୍ଦା ପୈଠ କଲି, ସେତେବେଳେ ମୁଁ ନିଜ ଭିତରେ ଓ ନିଜ ପିଲାମାନଙ୍କ ଭିତରେ ଏକ ବିପ୍ଳବ ଅନୁଭବ ସୃଷ୍ଟି ହେବାର ଦେଖିଲି ଏବଂ ଆଲ୍ଲାହ ତାଆଲା ଆମର ପ୍ରତ୍ୟେକ ଆବଶ୍ୟକତା ପୂରଣ କରୁଥିବାର ମୁଁ ପରିଲକ୍ଷିତ କଲି। ଆଲ୍ଲାହ ତାଆଲାଙ୍କ ମାର୍ଗରେ ପୁଣ୍ୟ ଓ ବଳିଦାନ
ଲାଭ କରିବା ପାଇଁ ତାଙ୍କ କୃପାର ଉତ୍ତରାଧିକାରୀ ହେବା ନିମନ୍ତେ ଏହା ଅପରିହାର୍ଯ୍ୟ। ଗିନି କନାକରୀର, ଯାହାକି ଆଫ୍ରିକାର ଏକ ଦେଶ ଅଟେ, ଲୋକାଲ ମିଶନରୀ ଶ୍ରୀମାନ କମାର ସାହେବ କୁହନ୍ତି ଯେ ଗୋଟିଏ ଗାଁ ଯେଉଁଠାରେ କି ସେ ମୁତୟନ ଅଛନ୍ତି, ଚାନ୍ଦା ଆଦାୟ କରିବା ପାଇଁ ସେ ଗ୍ରାମକୁ ଗଲେ, ତାହାର ଗସ୍ତ କଲେ। ଜଣେ ନବାଗତ ଇମାମଙ୍କର ପତ୍ନୀ ନିଜ ଚାନ୍ଦା ପୈଠ କଲେ ଏବଂ ଚାନ୍ଦା ପୈଠ କରି କହିଲେ, ହେ ଅଲ୍ଲାହ, ମୋ ନିକଟରେ ସମୁଦାୟ ଏତିକି ଟଙ୍କା ହିଁ ରହିଛି, ମୁଁ ତୁମ ମାର୍ଗରେ ଏହି ଅର୍ଥ ଦାନ କରୁଛି। ତେବେ ଦୂରଦୂରାନ୍ତରରେ ବସବାସ କରୁଥିବା ଆଫ୍ରିକା ଦେଶର ନବାଗତ ଅହମଦୀମାନେ ଏଭଳି ନିୟତ ରଖିଛନ୍ତି, ନିୟତ ରଖି ଦାନ କରୁଛନ୍ତି। ଲୋକାଲ ମିଶନରୀ ସାହେବ କୁହନ୍ତି, ଉକ୍ତ ଗ୍ରାମରୁ ଗସ୍ତ କରି ଯେତେବେଳେ ମୁଁ ଘରେ ପହଞ୍ଚିଲି, ଉକ୍ତ ମହିଳା ଜଣକ ଯେ କି 5000 ଫ୍ରାଙ୍କ ଗିନି କନାକରୀ ଚାନ୍ଦା ପୈଠ କରିଥିଲେ, ଅତି ଆନନ୍ଦ ସହକାରେ କହିଲେ, ଆଜିର ସଉଦାରେ ମୋତେ ଆଲ୍ଲାହ ତାଆଲା ବହୁତ ଲାଭାନ୍ୱିତ କଲେ। ସେ କହିଲେ, ଆପଣଙ୍କ ଯିବା ପରେ ଆଲ୍ଲାହ ତାଆଲା ମୋତେ 80,000 ଫ୍ରାଙ୍କ ପ୍ରଦାନ କରିଦେଲେ, ଯାହାକି ମୋର ଜଣେ ସମ୍ପର୍କୀୟ ମୋ ନିକଟକୁ ପଠାଇଥିଲେ। ତେବେ ଏଭଳି ଆଲ୍ଲାହ ତାଆଲା ବହୁଗୁଣିତ କରି ମୋତେ ନିଜ ଚାନ୍ଦାର ଅର୍ଥ ଫେରସ୍ତ କରିଦେଲେ। ଗିନି କନାକରୀରୁ ସେଠାକାର ଜଣେ ମିଶନରୀ ଜାଲୁ ସାହେବ କୁହନ୍ତି ଯେ ଏଠାରେ ଆମେ ତେହରିକେ ଜଦିଦର ସପ୍ତାହ ପାଳନ କଲୁ। ସେହି ଅବସରରେ ସ୍ଥାନୀୟ ଅଞ୍ଚଳର ଆଦାୟ ମଧ୍ୟ କରାଗଲା ତେହରିକେ ଜଦିଦ ଚାନ୍ଦାର। ଜଣେ ନବାଗତ ଅହମଦୀ 30,000 ଫ୍ରାଙ୍କ ଚାନ୍ଦା ତେହରିକେ ଜଦିଦ ପୈଠ କରିଗଲେ ଏବଂ କହିଲେ, ଆଜି ଘର ଖର୍ଚ୍ଚ ପାଇଁ ସମୁଦାୟ ମୋ ନିକଟରେ ଏତିକି ହିଁ ଅର୍ଥ ରହିଥିଲା, ଯାହାକି ମୁଁ ଅଲ୍ଲାହଙ୍କ ମାର୍ଗରେ ପ୍ରଦାନ କରୁଛି। ଆଲ୍ଲାହ ତାଆଲା ଏହାକୁ ସ୍ୱୀକାର କରନ୍ତୁ। ପରବର୍ତ୍ତୀ ଦିନ ତାଙ୍କର ବିଶ୍ୱାସ ଅତି ତେଜିଷ୍ଠ ରହିଥିଲା। ସେ ଆସି କହିଲେ, ମୁଁ ଚାନ୍ଦା ପୈଠ କରିବାକୁ କିଛି ସମୟ ହିଁ ଅତିବାହିତ ହୋଇଥିଲା ଯେ ମୋ ସୁପୁତ୍ର ମୋ ନିକଟକୁ 3 ଲକ୍ଷ ଫ୍ରାଙ୍କ ଗିନି ପଠାଇଛନ୍ତି। ଏଥିରେ ମୋର ବିଶ୍ୱାସ ବହୁତ ଦୃଢ଼ୀଭୂତ ହୋଇଛି ଯେ ଚାନ୍ଦା ଦେବା ଫଳରେ ଆଲ୍ଲାହ ତାଆଲା କିଭଳି ବହୁଗୁଣିତ କରି ଆମକୁ ଫେରସ୍ତ କରିଦେଇଥାନ୍ତି। ବର୍ତ୍ତମାନ ଆସନ୍ତାରେ ମୁଁ ଏହିପରି ବଳିଦାନ କରିଚାଲିବି। କାଜାକିସ୍ତାନର ଜଣେ ବନ୍ଧୁ ବାଇଗା ମର୍ଜୁଏଫ ସାହେବ ନିୟମିତ ରୂପେ ଚାନ୍ଦାରେ ଅଂଶଗ୍ରହଣ କରନ୍ତି। ସେ କହିଲେ ଯେ ମୋତେ ଚାକିରିରୁ ବିଦା କରିଦେଇଛନ୍ତି, ରିଟାୟାରମେଣ୍ଟ ଦେଇଦେଇଛନ୍ତି, ଆଉ ଏହି ଅବଧି ମଧ୍ୟରେ ଅର୍ଥାତ୍ ଚାକିରି ସମୟ କାଳ ମଧ୍ୟରେ ମୋର ଯେଉଁ ଅର୍ଥ ରହିଥିଲା ତାହା ମାଲିକ ମୋତେ ପ୍ରଦାନ କରିଦେଲେ। ବର୍ତ୍ତମାନ ପେନ୍ସନରେ ମୋର ଦିନ କଟୁଛି। ଆଉ ଚାକିରିରୁ ଅବସର ନେବା ପରେ ମୁଁ ରୋଗରେ ମଧ୍ୟ ପୀଡ଼ିତ ହୋଇଗଲି। ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀରେ ବହୁତ ଅର୍ଥ ଖର୍ଚ୍ଚ ହୋଇଗଲା। ତାପରେ ଅନେକ ସମସ୍ୟାର ମୁଁ ସମ୍ମୁଖୀନ ହେଲି, ଯାହାଫଳରେ ମୋ ଆକାଉଣ୍ଟରେ ଆଉ ଅର୍ଥ ନଥିଲା, ଅର୍ଥାତ୍ ଖାତା ଶୂନ୍ୟ ହୋଇଯାଇଥିଲା। ପରବର୍ତ୍ତୀ ଦିନ ମାର୍ଗରେ ଚାଲୁଥିବା ସମୟରେ ମୋର ଇଚ୍ଛା ହେଲା ଯେ କ୍ରେଡ଼ିଟ୍ କାର୍ଡ଼କୁ ଯାଇ ଚେକ୍ କରେ। ତେବେ ମୁଁ ଜାଣିଥିଲି ଯେ ଏହି କ୍ରେଡ଼ିଟ୍ କାର୍ଡ଼ଟି ଖାଲି ହିଁ ଥିବ। ତଥାପି ଯାଇ ମୁଁ ଚେକ୍ କଲି। ସେତେବେଳେ ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ, କାରଣ ମୋ ଖାତାରେ 1,90,000 ଟଙ୍କା ଆସିଯାଇଥିଲା। ଏଥିରେ ମୁଁ ଆଲ୍ଲାହ ତାଆଲାଙ୍କର ଅନେକ କୃତଜ୍ଞତା ଜ୍ଞାପନ କଲି। ତାପରେ କମ୍ପାନୀକୁ ଫୋନ୍ କରିବା ଫଳରେ ସେ କହିଲେ ଯେ ତମ ଆକାଉଣ୍ଟକୁ ଏତିକି ଟଙ୍କା ଟ୍ରାନ୍ସଫର୍ କରାଯାଇଛି, କାରଣ ଆପଣଙ୍କର ବିଶ୍ୱସ୍ତତା ଓ ସତ୍ୟନିଷ୍ଠ ଯୋଗୁଁ ଆପଣଙ୍କୁ ଏହି ରାଶି ଉପହାର ସ୍ୱରୂପ ପ୍ରଦାନ କରାଯାଇଛି। ତେବେ ଏସବୁ ତେହରିକେ ଜଦିଦ
ଓ ୱକ୍ଫେ ଜଦିଦରେ ଚାନ୍ଦା ପୈଠ କରିବା ଯୋଗୁଁ ତାହାର ପରିଣାମ ଯେ ଆଲ୍ଲାହ ତାଆଲା ମୋତେ ଏଭଳି ପୁରସ୍କାର ପ୍ରଦାନ କଲେ। ମାଲେସିଆରୁ ଜଣେ ବନ୍ଧୁ ୱକ୍ରା ସାହେବ କୁହନ୍ତି, ମୋର ବ୍ୟକ୍ତିଗତ ଅଭିଜ୍ଞତା ରହିଛି 2016 ଓ 17 ମସିହା ମଧ୍ୟରେ ତେହରିକେ ଜଦିଦରେ ମୁଁ 1000 ରେଙ୍ଗେଟ୍, ଯାହାକି ସେଠାକାର ରାଶି ଅଟେ, ପ୍ରଦାନ କରିବା ପାଇଁ ଲେଖାଇଦେଲି। କିନ୍ତୁ ସେତେବେଳେ ମୋର ଆର୍ଥିକ ଅବସ୍ଥା ଏଭଳି ସ୍ୱଚ୍ଛଳ ନଥିଲା। ମୁଁ ଅସମର୍ଥ ଥିଲି ଏହି ରାଶି ତେହରିକେ ଜଦିଦର ପାଣ୍ଠିରେ ପୈଠ କରିବା ପାଇଁ। ମୋର କାରବାର ମଧ୍ୟ ପ୍ରଭାବିତ ଥିଲା, ବିଶେଷ ଭାବରେ ଚାଲୁନଥିଲା। ତେବେ ଏଥିପାଇଁ ମୁଁ ବହୁତ ବ୍ୟସ୍ତ ବିବ୍ରତ ଥିଲି, କିନ୍ତୁ ଆଶା ବାନ୍ଧିଥିଲି ଯେ ଆଲ୍ଲାହ ତାଆଲା ନିଶ୍ଚିତ କୃପା ଅବତୀର୍ଣ୍ଣ କରିବେ ଏବଂ ମୁଁ ନିଜ ପ୍ରତିଜ୍ଞା ପୂରଣ କରିଦେବି। ତେବେ ସେ ଯାହା ହେଉ, ମୁଁ ଅର୍ଥ ତ ଜମା କରିନଥିଲି, ଯାହାଫଳରେ କି ମୁଁ ତାହା ପୈଠ କରି ନିଜ ଚାନ୍ଦା ପରିଶୋଧ କରିପାରିଥାନ୍ତି। ତଥାପି ଦୁଆ କରୁଥିଲି ଏବଂ ମୋର ନିୟତ ସଚୋଟ ଥିଲା ଯେ ଯଦି ଏହି ଜମାତ ସତ୍ୟ ଅଟେ, ତେବେ ଆଲ୍ଲାହ ତାଆଲା ମୋ ପାଇଁ ତାହା ସରଳ ସହଜ କରିଦେବେ। ତେବେ ସେ ଯାହା ହେଉ, ସେହି ଦିନ ଆସିଗଲା, ଅର୍ଥାତ୍ ତେହରିକେ ଜଦିଦର ଶେଷ ଦିନ, ବର୍ଷର ଶେଷ ଦିନ ଆସିଗଲା। ତାହାର ଗୋଟିଏ ଦିନ ପୂର୍ବରୁ ଏଭଳି ସୌଭାଗ୍ୟ ମିଳିଲା ଯେ ମୋ କାରବାରରୁ ଆମଦାନୀ ହେଲା ଏବଂ ମୋତେ 1000 ରେଙ୍ଗେଟ୍ ମିଳିଲା, ଯାହାକି ମୁଁ ବିନା ଚିନ୍ତା କରି, ବିନା ଦ୍ୱିଧାରେ ସେକ୍ରେଟାରୀ ମାଲ ସାହେବଙ୍କ ଘରକୁ ଯାଇ ତାହା ପୈଠ କରି ଆସିଲି। ସେହି ଘଟଣା ପରେ ଜମାତ ଉପରେ ମୋର ବିଶ୍ୱାସ ଆହୁରି ଦୃଢ଼ୀଭୂତ ହୋଇଗଲା। ମୋର ଆସ୍ଥା ମଜବୁତ ହୋଇଗଲା ଯେ ଅହମଦିୟତ ଓ ଇସଲାମର ଉନ୍ନତି ପାଇଁ ଏଇଭଳି ନିଷ୍ଠାପର ବ୍ୟକ୍ତିମାନେ, ଯେ କି ଆଲ୍ଲାହ ତାଆଲାଙ୍କ ଉପରେ ନିୟତ ରଖି ଚାନ୍ଦା ପୈଠ କରିଥାନ୍ତି, ଆଲ୍ଲାହ ତାଆଲା ତାଙ୍କୁ ଅସାଧାରଣ ରୂପେ ତାଙ୍କ ପାଇଁ ସହଜ ସରଳ ମାର୍ଗ ଉନ୍ମୁକ୍ତ କରିଦେଇଥାନ୍ତି। ଯଦିଚ ଆମ ମଧ୍ୟରେ ସହସ୍ର ମାଇଲର ଦୂରତା ବ୍ୟବଧାନ ରହିଛି, ତଥାପି ଆଲ୍ଲାହ ତାଆଲା କିଭଳି ସେମାନଙ୍କ ବିଶ୍ୱାସକୁ, ସେମାନଙ୍କ ଆସ୍ଥାକୁ ସୁଦୃଢ଼ କରିଚାଲିଛନ୍ତି ଏବଂ ଏଭଳି ଘଟଣାମାନ ପ୍ରକାଶ୍ୟ କରି ତାଙ୍କ ସହିତ ଆଚରଣ କରି ତାଙ୍କ ବିଶ୍ୱାସକୁ ମଜବୁତ କରୁଛନ୍ତି। ଜର୍ମାନୀର ଜଣେ ବନ୍ଧୁ କୁହନ୍ତି ଯେ ମୋ ଫାର୍ମର ଆର୍ଥିକ ଅବସ୍ଥା ଅତି ଦୁର୍ବଳ ଥିଲା, ଆମଦାନୀ ମଧ୍ୟ ବେଶ ଭଲ ନଥିଲା। ଯେଉଁଦିନ ତେହରିକେ ଜଦିଦର ସେମିନାର ଅନୁଷ୍ଠିତ ହେଲା, ଅର୍ଥାତ୍ ସେଠାରେ ଏକ ତେହରିକେ ଜଦିଦର ସେମିନାର କରାଯାଇଥିଲା, ସେଥିରେ ବିଶ୍ୱାସବର୍ଦ୍ଧକ ଘଟଣାମାନ ଉପସ୍ଥାପନ କରାଗଲା। ତାହା ଶୁଣି ସେ 500 ୟୁରୋ ଚାନ୍ଦା ଲେଖାଇଦେଲେ, ଅର୍ଥାତ୍ ଉକ୍ତ ବ୍ୟକ୍ତି ଜଣକ। ଏହି ଅବଧି ମଧ୍ୟରେ ସେ ମୋତେ ପତ୍ର ମଧ୍ୟ ଲେଖୁଥିଲେ ଦୁଆ ପାଇଁ ଯେ ଆଲ୍ଲାହ ତାଆଲା ଫଜଲ କରନ୍ତୁ, କୃପା ଅବତୀର୍ଣ୍ଣ କରନ୍ତୁ, ଯାହାଫଳରେ ମୁଁ ନିଜ ତେହରିକେ ଜଦିଦର ଚାନ୍ଦା ପୂରଣ କରିଦେଇପାରିବି। ପରବର୍ତ୍ତୀ ସମୟରେ ତାଙ୍କୁ 500 ପରିବର୍ତ୍ତେ 600 ୟୁରୋ ପୈଠ କରିବାର ସୌଭାଗ୍ୟ ଲାଭ ହେଲା। କିଛି ଦିନ ପରେ ସେ କୁହନ୍ତି ଯେ ମୋତେ ଫାର୍ମରୁ ଫୋନ୍ ଆସିଲା ଯେ ଆପଣ ନିଜ ପୂର୍ବ ଫାର୍ମକୁ ଛାଡ଼ି ଆମ ନୂଆ ଫାର୍ମକୁ ଚାଲି ଆସନ୍ତୁ। ସେଠାରେ ଆପଣଙ୍କୁ ନିଜ ପୂର୍ବ ଫାର୍ମ ଅପେକ୍ଷା 1000 ୟୁରୋ ଅଧିକ ଟଙ୍କା ବେତନ ମିଳିବ। ଅର୍ଥାତ୍ ସେଠି ଯେତେ ଟଙ୍କା ଅର୍ଥ ବେତନ ମିଳୁଥିଲା, ତାଠାରୁ ଅଧିକ 1000 ୟୁରୋ ତାଙ୍କୁ ବେତନ ମିଳିବ। ତେବେ ସେ ଅନେକ ଚିନ୍ତା କରିବା ପରେ ନୂତନ ଫାର୍ମରେ କାର୍ଯ୍ୟ ଆରମ୍ଭ କରିଦେଲେ, ସେଠି ଯୋଗଦାନ କଲେ ଆଉ ପ୍ରଥମ ଫାର୍ମକୁ ଛାଡ଼ିଦେଲେ। ନୂତନ ଫାର୍ମର ମାଲିକ ଏହି ସର୍ତ୍ତ ରଖିଥିଲେ ଯେ 3 ମାସ ମଧ୍ୟରେ ପ୍ରତ୍ୟେକ ମାସରେ ନିୟମିତ ରୂପେ 2000 ୟୁରୋ, ଯାହାକି 3 କିସ୍ତିରେ ବୋନସ୍ ଆକାରରେ ତାଙ୍କୁ ପ୍ରଦାନ କରାଯିବ, ତାଙ୍କୁ ମିଳିଲା। ଏବଂ ଜୁମ୍ମା ଦିନ
ପୁଣି ଶନିବାର ଆଉ ରବିବାର 3 ଦିନ ତାଙ୍କୁ ସପ୍ତାହକରେ ଛୁଟି ମଧ୍ୟ ମିଳିବ। ଏଭଳି ଆଲ୍ଲାହ ତାଆଲା ତେହରିକେ ଜଦୀଦରେ ଚାନ୍ଦା ପୈଠ କରିବା ଫଳରେ ତାଙ୍କ ବେତନରେ ଅଭିବୃଦ୍ଧି କରିବା ସହିତ ଜୁମ୍ମା ଦିନ ଜୁମ୍ମା ନମାଜ ପଢ଼ିବାର ମଧ୍ୟ ତାଙ୍କର ବ୍ୟବସ୍ଥା କରିଦେଲେ, ଆଉ ସ୍ଥାୟୀ ବ୍ୟବସ୍ଥା କରିଦେଲେ। ଆଇଭ୍ରି କୋଷ୍ଟର ମୁବଲ୍ଲିକ ସାହେବ ଲେଖିଛନ୍ତି ଯେ ତେହରିକେ ଜଦୀଦର ପାଣ୍ଠିରେ ଚାନ୍ଦା ଆଦାୟ କରିବା ପାଇଁ ଆମେ ପୋଲିସୋ ନାମକ ଏକ ଗ୍ରାମର ଗସ୍ତ କଲୁ। ଲୋକମାନଙ୍କୁ ଆହ୍ୱାନ ଦେଲୁ। ସେଠାକାର ଜଣେ ବୃଦ୍ଧ ବ୍ୟକ୍ତି ଯେ କି ଅତି ଗରିବ ବ୍ୟକ୍ତି ଥିଲେ, ତାଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବେଶ ଭଲ ନଥିଲା। ଆମେ ଚିନ୍ତା କରୁଥିଲୁ ଯେ ଯଦି ସେ 200 ଅବା 300 ଫ୍ରାଙ୍କ ଚାନ୍ଦା ଲେଖାଇ ଦେବେ, ତେବେ ତାହା ମଧ୍ୟ ତାଙ୍କ ପାଇଁ ବହୁତ ବଡ଼ କଥା ହେବ। କିଛି ସମୟ ପରେ ସେ କିଛି ଅର୍ଥ ନେଇ ଆସିଲେ ଏବଂ ନିଜ ସାଥିରେ ନିଜ ପୁତ୍ରକୁ ମଧ୍ୟ ନେଇ ଆସିଥିଲେ ଚାନ୍ଦା ପୈଠ କରିବା ପାଇଁ। ଏବଂ ତାଙ୍କ ନିକଟରେ 2000 ଫ୍ରାଙ୍କ ଥିଲା, ଯାହାକି ସେ ଚାନ୍ଦାରେ ପୈଠ କରିଦେଲେ। ଏବଂ ଏହି ରାଶି ତାଙ୍କ ଅବସ୍ଥା ଦୃଷ୍ଟିରୁ ବହୁତ ବଡ଼ ରାଶି ଥିଲା। ପୁଣି ନିଜ ପୁତ୍ର ଯାହାକୁ ସେ ସାଥିରେ ନେଇ ଆସିଥିଲେ, ସେ ମଧ୍ୟ 500 ଫ୍ରାଙ୍କ ଚାନ୍ଦାରେ ପୈଠ କରିଦେଲେ। ତେବେ ଆଲ୍ଲାହ ତାଆଲାଙ୍କ ମାର୍ଗରେ ଏଭଳି ଉତ୍ସାହର ସହିତ ଏହି ଲୋକମାନେ ବଳିଦାନ କରିଥାନ୍ତି। ତାଙ୍କର ଉତ୍ସାହ ଏଭଳି ଊର୍ଦ୍ଧ୍ୱରେ ପ୍ରତିଷ୍ଠିତ। ସିନେଗାଲ ଆଫ୍ରିକାର ଆଉ ଏକ ଦେଶ ଅଟେ। ସେଠାରୁ ମଲିମ ସାହେବ ଶ୍ରୀମାନ ମହମ୍ମଦ ଆଞ୍ଜାଏ ସାହେବ ଜଣେ ନିଷ୍ଠାପର ଅହମଦୀ ଅଟନ୍ତି। ତାଙ୍କ ପତ୍ନୀ ବ୍ୟାଧିରେ ଆକ୍ରାନ୍ତ ଥିଲେ। ଡାକ୍ତର ସାହେବ ଔଷଧ ଲେଖିଦେଲେ, ଯାହାର ଦାମ 15,000 ଫ୍ରାଙ୍କ ସିଫା ଥିଲା, ଯାହାକି ତାଙ୍କ ନିକଟରେ ନଥିଲା। ସେ ନିଜର ଜଣେ ବନ୍ଧୁଙ୍କ ନିକଟକୁ କର୍ଜ ନେବା ପାଇଁ ଗଲେ ଏବଂ କର୍ଜ ନେଇ ଆସୁଥିବା ସମୟରେ ନମାଜର ସମୟ ହୋଇଗଲା। ତେବେ ସେ ମିଶନ ହାଉସରେ ପହଞ୍ଚିଲେ ଏବଂ ମଲିମ ସାହେବ ତାଙ୍କୁ ତେହରିକେ ଜଦୀଦ ପାଣ୍ଠିରେ ଚାନ୍ଦା ଦେବା ପାଇଁ ଅନୁପ୍ରାଣିତ କଲେ, ଆହ୍ୱାନ ଦେଲେ। ଏଥିରେ ସେ କହିଲେ ନିଜ ସମସ୍ୟାର ନିଜ ପତ୍ନୀ ରୋଗାକ୍ରାନ୍ତ ହେବାର ପ୍ରସଙ୍ଗ ବ୍ୟାଖ୍ୟା କରିବା ପୂର୍ବରୁ ମଲିମ ସାହେବ ତାଙ୍କୁ ଯେହେତୁ ତେହରିକେ ଜଦୀଦ ପାଇଁ ଆହ୍ୱାନ ଜଣାଇ ସାରିଥିଲେ, ତେଣୁକରି ସେ ବିଶେଷ ଭାବରେ ବ୍ୟାଖ୍ୟା କରି ନିଜ ସମସ୍ୟା ଚର୍ଚ୍ଚା କରିବା ପରିବର୍ତ୍ତେ ସଂକ୍ଷିପ୍ତରେ କହିଲେ ଯେ ମୋର ଏଭଳି ସମସ୍ୟା ରହିଛି, ମୁଁ ଏଭଳି ସମସ୍ୟାରେ ଘେରି ରହିଛି। ଏଥିରେ ମଲିମ ସାହେବ ତାଙ୍କୁ ଆଶ୍ୱାସନ ଦେଇ କହିଲେ, ଧୈର୍ଯ୍ୟହରା ହୁଅନ୍ତୁ ନାହିଁ, ଧୈର୍ଯ୍ୟ ରକ୍ଷା କରନ୍ତୁ। ଆଲ୍ଲାହ ତାଆଲା ନିଶ୍ଚିତ ରୂପେ ଆପଣଙ୍କ ପାଇଁ ସହଜତାର ମାର୍ଗ ଉନ୍ମୁକ୍ତ କରିଦେବେ। ଏଥିରେ ସେ କହିଲେ, ଠିକ୍ ଅଛି, ମୁଁ 2-4 ଦିନ ମଧ୍ୟରେ ଚାନ୍ଦା ତେହରିକେ ଜଦୀଦ ପୈଠ କରିଦେବି। ବର୍ତ୍ତମାନ ମୋ ପତ୍ନୀଙ୍କର ଔଷଧ ଖରିଦ କରିବା ମୋର ପ୍ରଥମ କର୍ତ୍ତବ୍ୟ। ଏହାପରେ ସେ ମିଶନ ହାଉସରୁ ଚାଲି ଆସିଲେ। କିଛି କ୍ଷଣ ପରେ ଯେତେବେଳେ ସେ ଔଷଧ ଦୋକାନରେ ପହଞ୍ଚିଲେ, ସେତେବେଳେ ସେ ମନେ କଲେ ଯେଭଳି ତାଙ୍କ ହୃଦୟ ଭାରାକ୍ରାନ୍ତ ହୋଇଯାଇଛି ଏବଂ ମଲିମ ସାହେବଙ୍କ ଆହ୍ୱାନରେ ସେ ତାଙ୍କୁ କିଛି ଚାନ୍ଦା ନ ଦେଇ ସେଠାରୁ ଚାଲିଆସିବା ତାଙ୍କୁ ବ୍ୟତିବ୍ୟସ୍ତ କରୁଥିଲା। ସୁତରାଂ ସେ ମିଶନ ହାଉସ ପୁନର୍ବାର ଫେରିଲେ ଏବଂ ମଲିମ ସାହେବକୁ କହିଲେ, ବର୍ତ୍ତମାନ ମୁଁ 5,000 ଫ୍ରାଙ୍କ ସିଫା ତେହରିକେ ଜଦୀଦ ପାଣ୍ଠିରେ ଦାନ କରୁଛି। ଆଉ ଯେଉଁ ଆବଶ୍ୟକ ଔଷଧ ରହିଛି ତାହା ମୁଁ କେବଳ ସେତିକି ହିଁ ବାକି ଅର୍ଥରେ, ବାକି ଟଙ୍କାରେ ନିଜ ପତ୍ନୀ ପାଇଁ ଔଷଧ ନେଇ ଯିବି। ଏହାପରେ ମଲିମ ସାହେବ ତାଙ୍କୁ ରସିଦ କାଟିଦେଲେ। ମିଶନ ହାଉସରୁ ବାହାରି ଯିବା ପରେ ଫାର୍ମାସି ରାସ୍ତାରେ ହିଁ ତାଙ୍କୁ ଗୋଟିଏ ଫୋନ୍ ଆସିଲା। ଜଣେ ସଜ୍ଜନ ବ୍ୟକ୍ତି ତାଙ୍କୁ ନିଜ ପାଇଁ ଏକ ପଲଙ୍କ ତିଆରି କରିବା ପାଇଁ 50,000 ଫ୍ରାଙ୍କ ସିଫା ଟ୍ରାନ୍ସଫର କରିଦେଲେ ତାଙ୍କ ଆକାଉଣ୍ଟକୁ ଏବଂ ଫୋନ୍ ଜରିଆରେ କହିଲେ ଯେ ମୋ ପାଇଁ ଗୋଟିଏ ବେଡ୍ ଅର୍ଥାତ୍ ପଲଙ୍କ ତିଆରି କରିଦେବ। ଯେହେତୁ ସେ ଜଣେ କାରିଗର ଥିଲେ, ତେଣୁକରି ସେ ତାଙ୍କୁ ଅର୍ଡ଼ର ଦେଇଥିଲେ
ଏବଂ କହିଥିଲେ ଯେ ବାକି ଟଙ୍କା ବେଡ୍ ପ୍ରସ୍ତୁତି ହେବା ପରେ ମୁଁ ଆପଣଙ୍କୁ ଟ୍ରାନ୍ସଫର କରିଦେବି। ଏହି ଫୋନ୍ ପରେ ସେ ପୁନର୍ବାର ଫାର୍ମାସି ଠାରୁ ମିଶନ ହାଉସ୍କୁ ଚାଲି ଆସିଲେ ଏବଂ ମଲିମ ସାହେବଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରି କହିଲେ, ଦେଖନ୍ତୁ ଚାନ୍ଦା ଦେବାର ବରକତ କିଭଳି ଆଲ୍ଲାହ ତାଆଲା ମୋ ଉପରେ କୃପା ଅବତୀର୍ଣ୍ଣ କଲେ ଏବଂ ଯେତିକି ଟଙ୍କା ଅର୍ଥାତ୍ 5000 ସିଫା ମୁଁ ଚାନ୍ଦାରେ ଦେଇଥିଲି, ଆଉ ତାହା ପ୍ରତିବଦଳରେ ଆଲ୍ଲାହ ତାଆଲା ମୋ ଆବଶ୍ୟକତା ଠାରୁ କେତେ ଅଧିକ ମୋତେ ଫେରସ୍ତ କରିଦେଲେ। ଏହିପରି ସେନେଗାଲରୁ ଆମର ମଲିମ ସାହେବ ଲେଖିଛନ୍ତି ଯେ ଜଣେ ଜମାତର ନିଷ୍ଠାପର ବନ୍ଧୁ ୱାଗେନ ସାହେବ ତେହରିକେ ଜଦିଦରେ 10,000 ଫ୍ରାଙ୍କ ସିଫା ଚାନ୍ଦା ଦେବାର ପ୍ରତିଜ୍ଞା କଲେ, ଲେଖାଇଦେଲେ। ତେହରିକେ ଜଦିଦର ବର୍ଷ ଶେଷ ହେବାରେ ଥିଲା, ସେତେବେଳକୁ ତାଙ୍କର କିଛି ଟଙ୍କା ଚାନ୍ଦା ଯାହାକି ବାକି ରହିଯାଇଥିଲା ତାହା ତାଙ୍କୁ ପୈଠ କରିଦେବା ପାଇଁ ଆମେ ତାଙ୍କୁ ଧ୍ୟାନ ଆକର୍ଷିତ କଲୁ। ଏଥିରେ ସେ କହିଲେ, ବର୍ତ୍ତମାନ ତ ମୋ ନିକଟରେ କୌଣସି ଅର୍ଥ ନାହିଁ, କିନ୍ତୁ ମୋତେ ଏହି ଚିନ୍ତା ରହିଛି ଯେ କିଭଳି ମୁଁ ଧାର୍ଯ୍ୟ ସମୟ ପୂର୍ବରୁ ହିଁ ନିଜର ପ୍ରତିଶ୍ରୁତି ପୂରଣ କରିଦେବି ଏବଂ ଧାର୍ଯ୍ୟ ଟଙ୍କା ପୈଠ କରିଦେବି ତେହରିକେ ଜଦିଦ ପାଣ୍ଠିରେ। ଯଦିଚ ଏଥିପାଇଁ ମୋତେ ନିବସ୍ତ୍ର ହେବାକୁ ପଡ଼ୁ ଅବା ମୋ ବସ୍ତ୍ର ବିକ୍ରି କରିଦେବାକୁ ପଡ଼ୁନା କାହିଁକି, ତାହା କରିବାକୁ ମୁଁ ପଛଘୁଞ୍ଚା ଦେବି ନାହିଁ। ତେବେ ଏଭଳି ଉତ୍ସାହ ଓ ଭାବନା ଉତ୍କଣ୍ଠା ରହିଛି ଅହମଦୀଙ୍କ ଠାରେ। ମଲିମ ସାହେବ କୁହନ୍ତି ଯେ କିଛି ଦିନ ପରେ ସେ ସ୍ୱୟଂ ମୋ ଘରକୁ ଆସିଲେ ଏବଂ କହିଲେ ଯେ ତେହରିକେ ଜଦିଦରେ ମୋର ଯେଉଁ ଟଙ୍କା ଦେବାର ବାକି ରହିଯାଇଥିଲା ତାହାର ରସିଦ କାଟି ଦିଅନ୍ତୁ, କାରଣ ଆଜି ମୋ ପୁତ୍ରୀ ମୋ ନିକଟକୁ ଟଙ୍କା ପ୍ରେରଣ କରିଛନ୍ତି ଏବଂ ମୋର ବିଶ୍ୱାସ ନଥିଲା ଯେ ତାଠାରୁ ମୋତେ ଏଭଳି ଅର୍ଥ ଆସିବ ଓ ସେ ମୋ ନିକଟକୁ ଅର୍ଥ ପ୍ରେରଣ କରିବ। ତେବେ ଏଭଳି ଚାନ୍ଦା ଦେବା ପାଇଁ ଚିନ୍ତିତ ଥିବା ବ୍ୟକ୍ତିମାନଙ୍କ ସହିତ ଆଲ୍ଲାହ ତାଆଲାଙ୍କର ଏଭଳି ଆଚରଣ ରହିଥାଏ ଏବଂ ଯେ ଚାନ୍ଦା ଦେବା ପାଇଁ କୌଣସି ଜିନିଷର ମଧ୍ୟ ଖାତିର କରିନଥାନ୍ତି, ଏଭଳି ନିଷ୍ଠାପର ବ୍ୟକ୍ତିମାନଙ୍କ ସହିତ ଆଲ୍ଲାହ ତାଆଲାଙ୍କର କିଭଳି ସୁନ୍ଦର ଆଚରଣ ରହିଛି, ଏ ସବୁ ତାହାର ଗୋଟିଏ ଗୋଟିଏ ନମୁନା। ନାଇଜରର ଅମୀର ସାହେବ ଲେଖିଛନ୍ତି ଯେ ଆମ ମଲିମ ସାହେବଙ୍କର ପତ୍ନୀ ଯେ କି ଜଣେ ଗୃହିଣୀ ଅଟନ୍ତି, ତାଙ୍କର କୌଣସି ରୋଜଗାର ନାହିଁ। ସେ ତେହରିକେ ଜଦିଦ ପାଣ୍ଠିରେ ନିଜର ଚାନ୍ଦା ଲେଖାଇଦେଲେ, ୱାଦା କରିଦେଲେ ଯେ ମୁଁ ଏତିକି ଟଙ୍କା ଚାନ୍ଦା ପୈଠ କରିବି, ଅର୍ଥାତ୍ 8,000 ସିଫା ଫ୍ରାଙ୍କ ସେ ଲେଖାଇ ଦେଇଥିଲେ। ଏଥିରେ ମଲିମ ସାହେବ ତାଙ୍କୁ କହିଲେ, ଅର୍ଥାତ୍ ନିଜ ପତ୍ନୀଙ୍କୁ କହିଲେ ଯେ ତୁମେ କିପରି ଏହି ଚାନ୍ଦା ପୈଠ କରିବ, ମୋର ତ ବିଶ୍ୱାସ ନାହିଁ ଯେ ତୁମେ ଏହା କରିପାରିବ ବୋଲି। ଇତିମଧ୍ୟରେ କିଛି ଦିନ ଅତିବାହିତ ହେବା ପରେ ତାଙ୍କର ଜଣେ ପଡ଼ୋଶୀ ତାଙ୍କ ନିକଟକୁ ଆସି କହିଲେ, ମୋର ଗୋଟିଏ ଜାମା ସିଲେଇ କରିବାର ଅଛି, ଆପଣଙ୍କୁ ସିଲେଇ କରିବା ଜଣାଅଛି, ଆପଣ ମୋର ଏହି ଜାମାଟି ପ୍ରସ୍ତୁତ କରିଦିଅନ୍ତୁ। ସେଥିପାଇଁ ସେ ତାଙ୍କୁ 3,000 ସିଫା ଟଙ୍କା ଆଡ଼ଭାନ୍ସରେ ଦେଇଦେଲେ, ଯାହାକୁ ସେ ସଙ୍ଗେ ସଙ୍ଗେ ତେହରିକେ ଜଦିଦ ପାଣ୍ଠିରେ ପ୍ରଦାନ କରିଦେଲେ। ସେଥିଅନ୍ତେ ତାଙ୍କ ନିକଟକୁ ଏତେ ମାତ୍ରାରେ କାମ ଆସିଲା ଯେ ତାହାଦ୍ୱାରା ସେ ଅତି ସହଜରେ ନିଜ ୱାଦା ତେହରିକେ ଜଦିଦ ପୂରଣ କରିଦେଲେ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ତାଆଲା ଲେଖିଛନ୍ତି, ଯେତେବେଳେ ତେହରିକେ ଜଦିଦର ଆରମ୍ଭ କରିଥିଲେ ହୁଜୁର, ସେତେବେଳେ ହୁଜୁର ସଦସ୍ୟ ବୃନ୍ଦଙ୍କୁ 5 ଟଙ୍କା ଅଥବା 10 ଟଙ୍କା ଦେବା ପାଇଁ ତେହରିକ କରିଥିଲେ। ଏଥିରେ ସଦସ୍ୟବୃନ୍ଦ ନିବେଦନ କରିଥିଲେ ଯେ ଏହି ରାଶି ଆମେ ଏକାଥରକେ ପୈଠ କରିପାରିବୁ ନାହିଁ, ତେଣୁ ଆମକୁ ଅନୁମତି ପ୍ରଦାନ କରାଯାଉ ଯେ ଆମେ ଟଙ୍କାଏ 2 ଟଙ୍କା ଲେଖାଏ ପ୍ରତି ମାସରେ ପୈଠ କରି ଏହି ମୋଟ ଟଙ୍କାକୁ ପୂରଣ କରିଦେବୁ। ତେବେ ଏଭଳି ଉତ୍ସାହ ସେତେବେଳେ ସେହି ନିଷ୍ଠାପର ଅହମଦୀମାନେ ପ୍ରଦର୍ଶନ କରିଥିଲେ।
ଆଉ ତାହା ଏବେ ମଧ୍ୟ ବିଦ୍ୟମାନ ରହିଛି ଅହମଦୀମାନଙ୍କ ଠାରେ। ଆଉ କେବଳ ଆମମାନଙ୍କ ନିକଟରେ ନୁହେଁ, ବରଂ ଆମଠାରୁ ସହସ୍ର ମାଇଲ ଦୂରରେ ଥିବା ଅହମଦୀଙ୍କ ଠାରେ ମଧ୍ୟ ଏହି ଉତ୍ସାହ ଉଦ୍ଦୀପନା ପ୍ରତିଷ୍ଠିତ ରହିଛି, ଯେ କି ଉପସ୍ଥିତ ଖଲିଫାଙ୍କ ସହିତ ସିଧାସଳଖ ସମ୍ପର୍କ ରଖୁନାହାନ୍ତି, କିନ୍ତୁ ତାଙ୍କର ସ୍ୱର ଶୁଣି ଯାହାକି ତାଙ୍କୁ ବୁଝା ମଧ୍ୟ ପଡ଼ୁନାହିଁ, ଅର୍ଥାତ୍ ଭାଷାର ଭିନ୍ନତା ଯୋଗୁଁ ନ ବୁଝିବା ସତ୍ତ୍ୱେ ସେ ଏଭଳି ନିଷ୍ଠାପର ସଦସ୍ୟବୃନ୍ଦ ଯେ ସେ ଖଲିଫାଙ୍କ ସ୍ୱରରେ ସଙ୍ଗେ ସଙ୍ଗେ ଉପସ୍ଥିତ ହୋଇଯାଉଛନ୍ତି। ସିନେଗାଲରୁ ମଲିମ ସାହେବ ଲେଖିଛନ୍ତି, ତାମ୍ବାକୋଣ୍ଟା ଗୋଟିଏ ଜମାତ ସେଠାରେ ସईद ସାହେବ ନାମକ ଜଣେ ଅହମଦୀ ରୁହନ୍ତି, ଯେ କି ମେଷ ଚାଷ କରନ୍ତି। ଯେତେବେଳେ ତାଙ୍କୁ ତେହରିକେ ଜଦିଦ ପାଣ୍ଠିରେ ଅର୍ଥଦାନ କରିବାକୁ କୁହାଗଲା, ସେତେବେଳେ ସେ କହିଲେ ଏହା କ'ଣ? ଏହି ପାଣ୍ଠି ସଂକ୍ରାନ୍ତରେ ତାଙ୍କୁ କୌଣସି ଜ୍ଞାତ ନଥିଲା। ଅତଏବ ମଲିମ ସାହେବ ତାଙ୍କୁ ତେହରିକେ ଜଦିଦର ବିସ୍ତୃତ ଭାବରେ ବ୍ୟାଖ୍ୟା କରି ବୁଝାଇଲେ ଏବଂ ତେହରିକେ ଜଦିଦର ସପ୍ତାହ ସେତେବେଳେ ପାଳନ କରାଯାଉଥିଲା। ତାଙ୍କ ପିତା ଜଣେ ଧନାଢ଼୍ୟ ବ୍ୟକ୍ତି ଥିଲେ, କିନ୍ତୁ ଜକାତ ଓ ଆଲ୍ଲାହ ତାଆଲାଙ୍କ ମାର୍ଗରେ ଦାନ କରିବାରେ ଦୁର୍ବଳ ଥିଲେ, କିନ୍ତୁ ମଲିମମାନଙ୍କର ସତ୍କାର କରିବାରେ ସର୍ବଦା ଆଗରେ ରହୁଥିଲେ। ତାଙ୍କ ପିତାଙ୍କର କାଳ ହେବା ପରେ ଉକ୍ତ ଜୀବ ଅର୍ଥାତ୍ ଯେଉଁ ମେଷ ସେ ପାଳନ କରୁଥିଲେ, ଚାଷ କରୁଥିଲେ, ସେଥିରୁ କିଛି ଜୀବ ତାଙ୍କ ଭାଗରେ ଆସିଲା। ତେଣୁକରି ସେହି ଦୃଷ୍ଟିରୁ ତାଙ୍କୁ ଯେତେବେଳେ ଆଲ୍ଲାହ ତାଆଲାଙ୍କ ମାର୍ଗରେ ଦାନ କରିବା ପାଇଁ ଧ୍ୟାନ ଆକର୍ଷିତ କରାଗଲା, ତଥାପି ମଧ୍ୟ ତାଙ୍କର ମଧ୍ୟରେ କୌଣସି ଜାଗ୍ରତ ସୃଷ୍ଟି ହେଲା ନାହିଁ। କିନ୍ତୁ ଅଧିକ ଧ୍ୟାନ ଆକର୍ଷିତ କରିବା ଫଳରେ ସେ ଗୋଟିଏ ଗାଈ ଓ 2ଟି ମେଷ ଚନ୍ଦା ଦେଲେ ଏବଂ କହିଲେ, ଗୋଟିଏ ମେଷ ବିଶେଷ ଭାବରେ ମୁଁ ତେହରିକେ ଜଦିଦ ପାଇଁ ଦେଉଛି। ଏହାର 7 ଦିନ ପରେ ସେ ସ୍ୱପ୍ନରେ ଦେଖିଲେ ଯେ ଗୋଟିଏ ଜୀବ ବିଶେଷ ଭାବରେ ସଂକ୍ରମିତ ହୋଇଯାଇଛି, ଯାହା ଯୋଗୁଁ ତା ଶରୀରରୁ ଜଳ ନିର୍ଗତ ହେଉଛି ଏବଂ ତାହାଦ୍ୱାରା ଅନ୍ୟ ଜୀବମାନେ ମଧ୍ୟ ମରିଚାଲିଛନ୍ତି। ଯେହେତୁ ତାଙ୍କ ନିକଟରେ ଏକ ବଡ଼ ଗୋଠ ରହିଥିଲା ମେଷମାନଙ୍କର, ତେଣୁକରି ସେ ଏଥିରେ ବହୁତ ବ୍ୟସ୍ତ ବିବ୍ରତ ହୋଇଗଲେ। ଏଥିପାଇଁ ସେ ଦୁଆ ମଧ୍ୟ କଲେ ସ୍ୱପ୍ନରେ ହିଁ ଏବଂ ଦୁଆରେ କହିଲେ, ହେ ପ୍ରଭୁ, ମୋ ଜୀବମାନଙ୍କୁ ସୁରକ୍ଷା ପ୍ରଦାନ କର। ଏଥିରେ ଉକ୍ତ ସ୍ୱପ୍ନରେ ହିଁ ତାଙ୍କୁ ଉଚ୍ଚ ସ୍ୱରରେ ଏକ କଥା ଶୁଭିଲା ଯେ ତେହରିକେ ଜଦିଦ ପାଣ୍ଠିରେ ଚାନ୍ଦା ପୈଠ କଲେ ତୁମ ଜୀବଗୁଡ଼ିକ ସୁରକ୍ଷିତ ରହିବେ। ସେଥିଅନ୍ତେ ସେ ଗୋଟିଏ କାଗଜ ଦେଖିଲେ, ଯାହାର ପ୍ରଥମ ଧାଡ଼ିରେ ବିସ୍ମିଲ୍ଲାହିର ରହିମ୍ ବିସ୍ମିଲ୍ଲାହିର ରହମାନିର ରହିମ୍ ଲେଖାଯାଇଥିଲା ଏବଂ ତା ତଳକୁ ତାଙ୍କର ନାମ ଦର୍ଜ ଥିଲା। ଏଥିରେ ତାଙ୍କ ଆଖି ଖୋଲିଗଲା। ସେ ସଙ୍ଗେ ସଙ୍ଗେ ମଲିମ ସାହେବକୁ ଫୋନ୍ କଲେ ଏବଂ ଏହି ସ୍ୱପ୍ନ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଇ ପଚାରିଲେ। ଏଥିରେ ମଲିମ ସାହେବ ତାଙ୍କୁ କହିଲେ, ଯେଉଁ ରସିଦ ମୁଁ ତୁମକୁ ଦେଇ ଆସିଛି, ଦେଖନ୍ତୁ ତାହାର ଉପର ଧାଡ଼ିରେ ବିସ୍ମିଲ୍ଲାହିର ରହମାନିର ରହିମ୍ ହିଁ ଲେଖାଯାଇଛି ଏବଂ ତା ତଳକୁ ଆପଣଙ୍କର ନାମ ଉଲ୍ଲେଖ କରାଯାଇଛି ଏବଂ ତା ତଳକୁ ଆପଣଙ୍କର ତେହରିକେ ଜଦିଦ ପାଣ୍ଠିରେ ଦାନ କରିଥିବା ଟଙ୍କା ଉଲ୍ଲେଖ କରାଯାଇଛି। ତେବେ ଏହି ସ୍ୱପ୍ନ ତାଙ୍କ ବିଶ୍ୱାସରେ ଅଭିବୃଦ୍ଧିର କାରଣ ସାଜିଲା। ତେବେ ଏଭଳି ଅଦ୍ଭୁତପୂର୍ଣ୍ଣ ଭାବରେ ଆଲ୍ଲାହ ତାଆଲା ଅହମଦୀମାନଙ୍କର ମାର୍ଗଦର୍ଶନ କରୁଛନ୍ତି। ଶିଆନଗା ତାଞ୍ଜାନିଆରୁ ଆମର ମଲିମ ସାହେବ ଲେଖିଛନ୍ତି, ସ୍ଥାନୀୟ ଜମାତର ଜଣେ ନବାଗତ ଅହମଦୀ ରମଜାନ ସାହେବ, ଯେ କି ତେହରିକେ ଜଦିଦ ପାଣ୍ଠିରେ ବେଶ ଉଚ୍ଚ ସ୍ତରର ବଳିଦାନ କରିଥାନ୍ତି। ତାଙ୍କର ପରିବାର ସେ ଚାଷବାସ ଦ୍ୱାରା ପ୍ରତିପୋଷଣ କରନ୍ତି। ଚଳିତ ବର୍ଷ ବର୍ଷା ନ ହେବା ଯୋଗୁଁ ତାଙ୍କର ଫସଲ ଭଲ ହେଲା ନାହିଁ। ଏଥିପାଇଁ ସେ
ଅର୍ଥାତ୍ ରମଜାନ ସାହେବ ବହୁତ ଦୁଃଖିତ ଥିଲେ ଯେ ତେହରିକେ ଜଦିଦ ପାଣ୍ଠିରେ ମୁଁ କିଭଳି ଚାନ୍ଦା ପୈଠ କରିବି। ଏହି ଚିନ୍ତା ତାଙ୍କୁ ଘାରୁଥିଲା ଯେ ତାଙ୍କର ଜଣେ ସମ୍ପର୍କୀୟ ଫୋନ୍ କରି ତାଙ୍କ ସହିତ ସମ୍ପର୍କ ସ୍ଥାପନ କଲେ, ଯେ କି ଦୀର୍ଘ ଦିନ ହେଲା ତାଙ୍କ ସହିତ କୌଣସି ସମ୍ପର୍କ ନଥିଲା ଏବଂ ଫୋନ୍ରେ ହିଁ ସେ କହିଲେ ଯେ ମୁଁ କିଛି ଅର୍ଥ ଆପଣଙ୍କ ନିକଟକୁ ପ୍ରେରଣ କରିଛି, ସେଥିରେ ଆପଣ ଖାଦ୍ୟ ସାମଗ୍ରୀ ଖରିଦ କରି ନେବେ। ଅତଏବ ଉକ୍ତ ଅର୍ଥ ମିଳିବା ପରେ ସେ ସିଧା ସେକ୍ରେଟେରୀ ମାଲ ସାହେବଙ୍କ ନିକଟକୁ ଚାଲିଗଲେ ଏବଂ ନିଜ ଚାନ୍ଦା ପୂରଣ କରିଦେଲେ ଏବଂ କିଛି ଅଧିକ ମଧ୍ୟ ପ୍ରଦାନ କଲେ। ଯାହା ସେ ଲେଖାଇଥିଲେ ତାଠାରୁ କିଛି ଅଧିକ ପୈଠ କରିଗଲେ ଏବଂ ସେ ଏହା କହୁଥିଲେ ଯେ ଏସବୁ ଆଲ୍ଲାହ ତାଆଲାଙ୍କ ସାହାଯ୍ୟ ଓ ଅନୁକମ୍ପା, ଯାହାକି ଆମେ ଚାନ୍ଦା ଦେବା ଫଳରେ ସେ ଆମ ସହିତ ଆଚରଣ କରିଥାନ୍ତି। ତେହରିକେ ଜଦିଦ ପାଣ୍ଠିରେ ବିଶେଷ ଅର୍ଥ ଦାନ କରିଥିବା ଏହିଭଳି ଅନେକ ଘଟଣାବଳୀ ରହିଛି, ଯାହାକି ଏହି ସଂକ୍ଷିପ୍ତ ସମୟ ମଧ୍ୟରେ ବର୍ଣ୍ଣନା କରିବା ଅସମ୍ଭବ। ଶତ୍ରୁ ଆମର ମୂଳୋତ୍ପାଟନ କରିବା ସକାଶେ ଭୀଷଣ ବଳ ପ୍ରୟୋଗ ଓ ଯୋଜନା ପ୍ରସ୍ତୁତ କରୁଛି। ଆଉ ଦେଖ, ତାହା ବିପରୀତ ଆଲ୍ଲାହ ତାଆଲା ଆମକୁ ଏପରି କଲ୍ୟାଣ ଦ୍ୱାରା ବିମଣ୍ଡିତ କରୁଛନ୍ତି ଯେ ନବାଗତ ଅହମଦୀମାନଙ୍କ ହୃଦୟରେ ଏହି ପାଣ୍ଠିରେ ଦାନ କରିବା ପ୍ରତି ଆଗ୍ରହ ଜାତ କରିଚାଲିଛନ୍ତି। ପୁଣି ଏହା ଅବ୍ୟାହତ ରହିଛି। କ'ଣ ଏହି ବିରୋଧୀମାନଙ୍କ ଫୁଙ୍କ ମାରିବା ଦ୍ୱାରା ଏହି ଉଜ୍ଜଳମୟ ଦୀପ ଲିଭିଯିବ? ଯେପରି ଇଚ୍ଛା ପ୍ରୟାସ କରିନିଅ, କିନ୍ତୁ ଅସଫଳ ଓ ନିଷ୍ଫଳତା ବିଧାତା ସେମାନଙ୍କ ଭାଗ୍ୟରେ ଲେଖିଦେଇଛନ୍ତି। ଜମାତ ବିଶ୍ୱର ପ୍ରତ୍ୟେକ କୋଣରେ ବଳିଦାନର ନବୀନତମ ଉଦାହରଣ ରେଖାଙ୍କିତ କରି ଉନ୍ନତି ପଥରେ ଅଗ୍ରସର ହୋଇଚାଲିଛି। ତେହରିକେ ଜଦିଦର ଶୁଭାରମ୍ଭ ହଜରତ ମୁସଲିମ ମଉଦ ରଜିୟତାଲ୍ଲାହ ଏଥିସକାଶେ କରିଥିଲେ ଯେ ପ୍ରତ୍ୟେକ କୋଣରୁ ଜମାତ ବିରୋଧରେ ସ୍ୱର ଉତ୍ତୋଳନ ହେଉଥିଲା ଏବଂ ପ୍ରଶାସନ ମଧ୍ୟ ସେମାନଙ୍କ ପୃଷ୍ଠପୋଷକତା କରୁଥିଲା, ଅର୍ଥାତ୍ ଶତ୍ରୁର। ଅପର ପାର୍ଶ୍ୱରେ ହୁଜୁର ରଜିୟତାଲ୍ଲାହ ତେହରିକେ ଜଦିଦର ଭିତ୍ତି ସ୍ଥାପନ କରି ପ୍ରଚାର ମାଧ୍ୟମରେ ବିଶ୍ୱର ପ୍ରତ୍ୟେକ ଦେଶରେ ଜମାତର ଧ୍ୱଜା ଲହରେଇବାର ଜମାତକୁ ଡାକରା ଦେଲେ। ଅତଏବ ଏମାନେ ଜମାତର ପ୍ରଚାର ଫଳରେ ଇସଲାମ ଅହମଦିୟତର ଦୀକ୍ଷା ନେଇ ଚାଲିଛନ୍ତି। ଯେଉଁମାନେ ବିଶ୍ୱାସ ଓ ଆସ୍ଥା ଓ ବଳିଦାନର ଉଦାହରଣ ସ୍ଥାପନ କରିବାର ପ୍ରୟାସ କରୁଛନ୍ତି, ଏପରି ଘଟଣାମାନ ତ ଅସଂଖ୍ୟ ରହିଛି। ତେବେ ତେହରିକେ ଜଦିଦ ପ୍ରସଙ୍ଗରେ ତଥା ତାହାର ଐତିହାସିକ ପୃଷ୍ଠଭୂମିର ଚର୍ଚ୍ଚା କରିଦେଉଛି। ଜମାତ ବିରୋଧରେ ପ୍ରତ୍ୟେକ ଦିଗରୁ ବିଦ୍ରୋହ ଓ ବିଶୃଙ୍ଖଳାମୂଳକ ଅଗ୍ନି ଊର୍ଦ୍ଧ୍ୱଗାମୀ ହେଉଥିଲା। ବିଶେଷ ରୂପେ ଏହରାରମାନେ ବିଦ୍ରୋହ ସୃଷ୍ଟି କରି ନିଜର ସମସ୍ତ ସାମର୍ଥ୍ୟ ଲଗାଇ ଦେଇଥିଲେ। ସେମାନଙ୍କର ସ୍ଲୋଗାନ ଥିଲା କି ଅହମଦିୟତକୁ ସମୂଳେ ଧ୍ୱଂସ କରିଦେବୁ, କାଦିଆନର ଚିହ୍ନ ବର୍ଣ୍ଣ ରଖିବୁ ନାହିଁ ଏବଂ ତାହାକୁ ଧୂଳିସାତ୍ କରିବାର ସେମାନେ ଦାବି କରୁଥିଲେ। ଏପରି ଯୁଗାବତାର ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ପବିତ୍ର ସମାଧି ଓ ପୀଠସ୍ଥଳୀର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବାର ଯୋଜନା ଚାଲିଥିଲା। ପ୍ରଶାସନ ମଧ୍ୟ ବିରୋଧୀମାନଙ୍କ ଆଡ଼କୁ ଢଳି ରହିଥିଲା, ତାଙ୍କ ପିଠି ଥାପୁଡ଼ାଉଥିଲା। ଯଦିଚ ସେତେବେଳେ ଇଂରେଜମାନଙ୍କ ଶାସନ ଚାଲିଥିଲା, ପ୍ରଶାସନ ସେମାନଙ୍କର ବିଦ୍ରୋହର ମୂଳପୋଛ କରିବା ପରିବର୍ତ୍ତେ ସେମାନଙ୍କର ସମର୍ଥନ କରୁଥିଲା। ଏପରି ଉତ୍କଟ ପରିସ୍ଥିତିରେ ହଜରତ ମୁସଲିମ ମଉଦ ରଜିୟତାଲ୍ଲାହ ଜମାତକୁ ଏକ ବାର୍ତ୍ତା ଦେଇ ଆହ୍ୱାନ ଦେଲେ, ଯେଉଁଥିରେ ଅର୍ଥଦାନ କରିବାକୁ ମଧ୍ୟ ଧ୍ୟାନ ଆକର୍ଷିତ କରାଯାଇଥିଲା। ଏହା 1934 ମସିହା କଥା। ଆପଣ ରଜିୟତାଲ୍ଲାହ କହିଲେ, କେତେକ ସମୟରେ ବଳିଦାନ ଦୀର୍ଘକାଳୀନ କରିବାକୁ ପଡ଼ିଥାଏ। ଏଥିପାଇଁ ମହିଳା ଓ ପିଲାମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବା ଉଚିତ। ଏହା କେବଳ ପୁରୁଷମାନଙ୍କ କାର୍ଯ୍ୟ ନୁହେଁ, ବରଂ ମହିଳାମାନଙ୍କୁ ମଧ୍ୟ ନିଜ ଦାୟିତ୍ୱ ଓ ମୂଲ୍ୟବୋଧକୁ ବୁଝିବାକୁ ହେବ। ଯଦିଚ ସେତେବେଳେ ତାହା ପ୍ରତ୍ୟେକ ଅହମଦୀ ପାଇଁ ଅନିବାର୍ଯ୍ୟ ନଥିଲା, ତଥାପି ନିଷ୍ଠା ଓ ବିଶ୍ୱସ୍ତତାର ଅଦ୍ଭୁତପୂର୍ବ ଉତ୍ସାହ ସଦସ୍ୟବୃନ୍ଦ ପ୍ରଦର୍ଶନ କରିଥିଲେ। ସେ ଯାହା ହେଉ, 1934 ମସିହାରେ ଆପଣ ରଜିୟତାଲ୍ଲାହ ଔପଚାରିକ ରୂପେ
ଏହି ପାଣ୍ଠିର ଘୋଷଣା କରିଦେଲେ, ଆମେମାନେ ଏହିପରି ଶତ୍ରୁର ଉତ୍ତର ଦେବା ଏବଂ କହିଲେ, ଆମେମାନେ ଏହିପରି ଶତ୍ରୁର ଉତ୍ତର ଦେବା। ଆପଣ ରଜା ତାଲା ସେତେବେଳେ ଏକ ନିୟମିତ କାର୍ଯ୍ୟସୂଚୀ ପ୍ରସ୍ତୁତ କଲେ, ଯେଉଁଥିରେ ନିଜର ସଂସ୍କାର ଓ ବଳିଦାନର ସ୍ତର ଊର୍ଦ୍ଧ୍ୱଗାମୀ କରିବା ପ୍ରତି ଧ୍ୟାନ ଆକର୍ଷିତ କଲେ। ସେତେବେଳେ ସଦସ୍ୟବୃନ୍ଦ ନିଜ ଓ ନିଜ ପିଲାମାନଙ୍କ ପେଟ କାଟି ଅର୍ଥଦାନ କରିବାର ଯେଉଁ ନମୁନା ପ୍ରଦର୍ଶନ କଲେ, ଯାହାକୁ ପ୍ରଭୁ ଏପରି ସ୍ୱୀକାର କଲେ, ଯଦ୍ୱାରା ଜଗତରେ ଇସ୍ଲାମ ଅହମଦିୟତର ପ୍ରଚାରର ଏପରି ଅସାଧାରଣ ମାର୍ଗ ଉନ୍ମୁକ୍ତ ହୋଇଗଲା, ଯାହା କେବଳ ସେହିମାନଙ୍କ ମଧ୍ୟରେ ସୀମିତ ରହିନଥିଲା, ବରଂ ଆଜି ମଧ୍ୟ ତାହା ଅବ୍ୟାହତ ଓ ସମାନ ନମୁନା ଆମମାନଙ୍କୁ ଦୃଶ୍ୟମାନ ହେଉଛି। ସେ ଯାହା ହେଉ, ସେହି ଲୋକମାନେ ଯେଉଁ ସ୍ଥଳେ ଧର୍ମ ମାର୍ଗରେ ଅର୍ଥଦାନ କରିଥିଲେ, ସେହି ସ୍ଥଳେ ନିଜ ଜୀବନ ମଧ୍ୟ ଉତ୍ସର୍ଗ କରିଦେଇଥିଲେ। ଦୂରଦୂରାନ୍ତର ଦେଶକୁ ଚାଲିଯାଇ ପୁଣି କାରବାରର ନିର୍ଯାତନା ଦୂରଦୂରାନ୍ତର ଦେଶକୁ ଚାଲିଯାଇ ପୁଣି କାରାବରଣର ନିର୍ଯାତନା ସହ୍ୟ କରିଥିଲେ। ହଜରତ ମୁସଲିମ ମଉଦ ରଜିୟତାଲା ପ୍ରାରମ୍ଭରେ ଏହି ଆହ୍ୱାନକୁ 10 ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ କରିଦେଇଥିଲେ, ଅର୍ଥାତ୍ 3 ବର୍ଷରୁ 10 ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ। ପୁନଶ୍ଚ 10 ବର୍ଷ ପୂରଣ ହେବା ପରେ ଏହାର ଉତ୍ତମ ପରିଣାମ ଉଦ୍ଧୃତ ହେବା ଫଳରେ ଅଧିକ ବଳିଦାନ କରିବାର ସଦସ୍ୟବୃନ୍ଦଙ୍କ ଉତ୍ସାହ ଦେଖି ହୁଜୁର ତାହାକୁ ଆଉ 10 ବର୍ଷ ପାଇଁ ଅଭିବୃଦ୍ଧି କରିଦେଇଥିଲେ, ବଢ଼ାଇ ଦେଇଥିଲେ। ଆଜି ଆମେ ଆଲ୍ଲାହ ତାଆଲାଙ୍କ ସହଯୋଗ ଓ ସମର୍ଥନର ଯେଉଁ ମନୋରମ ଦୃଶ୍ୟ ଅବଲୋକନ କରୁଅଛେ, ତାହା ଅସଲରେ ସେହି ପ୍ରାରମ୍ଭିକ ଲୋକମାନଙ୍କ ବଳିଦାନର ପରିଣାମ, ଯାହାକୁ ମହାପ୍ରଭୁ ସ୍ୱୀକାର କଲେ। ବରଂ ଏବେ ମଧ୍ୟ ନୂତନ ଯୋଗଦାନକାରୀଙ୍କୁ କେତେକ ସ୍ଥଳେ ସ୍ୱପ୍ନ ମାଧ୍ୟମରେ ଏହି ଆହ୍ୱାନରେ ସାମିଲ ହେବାକୁ ଡାକରା ଦେଉଛନ୍ତି। ଯେପରିକି ମୁଁ ଘଟଣାବଳୀରେ ଚର୍ଚ୍ଚା କରିଆସିଲି, ସମ୍ପ୍ରତି ସେହି ପ୍ରାରମ୍ଭିକ ଯୋଗଦାନକାରୀଙ୍କ ବଂଶଜରେ ଆଜି ମଧ୍ୟ ନିଜ ବାପ ଅଜାଙ୍କ ବଳିଦାନକୁ ଜୀବିତ ରଖିବା ନିମନ୍ତେ ଯେଉଁ ସ୍ଥଳେ ନିଜ ପରବର୍ତ୍ତୀ ପିଢ଼ିରେ ଏହି ଉତ୍ସାହ ଉଜ୍ଜୀବିତ ରଖିବା ପାଇଁ ଚେଷ୍ଟା କରିବା ଉଚିତ, ସେଠାରେ ନିଜ ଉପରେ ପ୍ରଭୁଙ୍କର ଯେଉଁ କୃପା ଅବତୀର୍ଣ୍ଣ ହୋଇ ଚାଲିଛି, ତାହାର କୃତଜ୍ଞତା ଜ୍ଞାପନ କରିବା ସ୍ୱରୂପ ନିଜେ ମଧ୍ୟ ଅଧିକରୁ ଅଧିକ ବଳିଦାନ କରିବା ଉଚିତ। ତେବେ ପ୍ରାରମ୍ଭିକ ଯୋଗଦାନକାରୀଙ୍କ ମଧ୍ୟରେ ଯେଉଁ ସଦସ୍ୟବୃନ୍ଦ ଥିଲେ, ତାଙ୍କ ସଂଖ୍ୟା 5000 ଥିଲା। ତାହାକୁ ଦଫତର ଅୱଲ ଅର୍ଥାତ୍ ପ୍ରଥମ ଖାତା ତେହରିକେ ଜଦିଦ କୁହାଯାଏ ଏବଂ ତେହରିକେ ଜଦିଦର ମୁଜାହିଦ ଅର୍ଥାତ୍ ସଂଗ୍ରାମୀ ବୋଲି କୁହାଯାଏ। ଖଲିଫତୁଲ ମସିହ ରାବେ ଏକ ବିଶେଷ ତେହରିକ ମାଧ୍ୟମରେ ଆହ୍ୱାନ ଦ୍ୱାରା ନିଜ ପିଲାମାନଙ୍କ ଓ ପରବର୍ତ୍ତୀ ପିଢ଼ିକୁ ସେମାନଙ୍କଠାରେ ଏହି ବଳିଦାନକୁ ଉଜ୍ଜୀବିତ ରଖିବା ପାଇଁ ଏବଂ ପ୍ରଳୟ ଦିବସ ପର୍ଯ୍ୟନ୍ତ ଏହି ଚାନ୍ଦାକୁ ଅବ୍ୟାହତ ରଖିବା ପାଇଁ ତେହରିକ କରିଥିଲେ। ସେମାନଙ୍କୁ ପ୍ରେରଣା ଦେବା ପାଇଁ ଏହାକୁ ଚିରକାଳ ପାଇଁ ସ୍ଥାୟୀ ତେହରିକ ଭାବରେ ଘୋଷଣା କରିଦେଇଥିଲେ। ଆଉ ଯେତେବେଳେ ଏହି ପାଣ୍ଠିର 5ମ ପର୍ଯ୍ୟାୟ ଶୁଭାରମ୍ଭ ହେଲା, ସେତେବେଳେ ହୁଜୁର ଆଲ୍ଲାହ ତାଆଲାଙ୍କ କୃପା ପ୍ରତି ଧ୍ୟାନ ଆକର୍ଷିତ କରି ଏହି ପାଣ୍ଠି ପ୍ରତି ବିଶେଷ ଭାବରେ ଦାନ କରିବାକୁ ଅନୁପ୍ରାଣିତ କରିଥିଲେ। ଦ୍ୱିତୀୟ ଖାତା ପରେ ହଜରତ ଖଲିଫତୁଲ ମସିହ ସାନି ଜମାତ ଅହମଦିୟାର ଦ୍ୱିତୀୟ ଖଲିଫା ଏହାକୁ 19 ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ କରିଦେଇଥିଲେ, ଅର୍ଥାତ୍ ତୃତୀୟ ଖାତା 19 ବର୍ଷ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା ଏବଂ ଏହି ପର୍ଯ୍ୟାୟ କ୍ରମ ଅର୍ଥାତ୍ 19 ବର୍ଷ ପରେ ପରବର୍ତ୍ତୀ ଖାତା ଆରମ୍ଭ ହେବାର ଘୋଷଣା କରିଥିଲେ। ତେଣୁକରି ତୃତୀୟ ଖଲିଫାଙ୍କ ସମୟ କାଳରେ ତୃତୀୟର ପରବର୍ତ୍ତୀ ଖାତା ତାହାର 19 ବର୍ଷ ପରେ ଆରମ୍ଭ ହୋଇଥିଲା, ଅର୍ଥାତ୍ 1964 ମସିହାରେ। କିନ୍ତୁ ଯେହେତୁ ଦ୍ୱିତୀୟ ଖାତାର 19 ବର୍ଷ ପରେ 1964 ମସିହାରେ ତାହାର ତୃତୀୟ ଖାତା ଆରମ୍ଭ ହୋଇଥାନ୍ତା, କିନ୍ତୁ ଯେହେତୁ ସେତେବେଳେ ଦ୍ୱିତୀୟ ଖଲିଫା ରୋଗ ବ୍ୟାଧିରେ ଆକ୍ରାନ୍ତ ଥିଲେ, ତେଣୁକରି ଏହି ଘୋଷଣା ହୋଇପାରିନଥିଲା।
ଏବଂ ତୃତୀୟ ଖଲିଫା କହିଥିଲେ ଯେ ଏହି ଖାତାର ଘୋଷଣା ତ ମୁଁ ଔପଚାରିକ ରୂପେ କରିଦେଉଛି, କିନ୍ତୁ ଏହା ହଜରତ ମୁସଲିମ ମଉଦ୍ ଆଡ଼କୁ ଇଙ୍ଗିତ ହେବ ଯେ ଏହା ହୁଜୁର ହିଁ ଘୋଷଣା କରିଛନ୍ତି, ଆଉ ଆଲ୍ଲାହ ତାଆଲା ଏହାର ପୁଣ୍ୟ ମୋତେ ମଧ୍ୟ ପ୍ରଦାନ କରିଦେବ। ଅତଏବ ଏହି ଖାତାର ଘୋଷଣା 1966 ମସିହାରେ ହୋଇଥିଲା, କିନ୍ତୁ ଆପଣ କହିଥିଲେ ଯଦିଚ ଏହା 1966 ମସିହାରେ ଏହାର ଘୋଷଣା ହେଉଛି, କିନ୍ତୁ ଏହାର ଆରମ୍ଭ 1965 ମସିହା ନଭେମ୍ବର ମାସରୁ ହିଁ ହୋଇଯିବ। ସେଥିଅନ୍ତେ 1985 ମସିହାରେ ଚତୁର୍ଥ ଖାତାର ଶୁଭାରମ୍ଭ ହଜରତ ଖଲିଫୁଲ ମସିହ ରାବେ କରିଥିଲେ, ଅର୍ଥାତ୍ ତୃତୀୟ ଖାତାର 19 ବର୍ଷ ପରେ ଚତୁର୍ଥ ଖାତା 1985 ମସିହାରେ ଆରମ୍ଭ ହୋଇଥିଲା। ସେଥିଅନ୍ତେ ପଞ୍ଚମ ଖାତା 2004 ମସିହାରେ ତାହାର ଘୋଷଣା ମୁଁ କରିଥିଲି, ଆଉ ଆଜି ଅର୍ଥାତ୍ 2023 ମସିହାରେ ଷଷ୍ଠ ଖାତାର ଘୋଷଣା ମୁଁ କରୁଅଛି। ଆଉ ଏଥିରେ ନବାଗତ ଅହମଦୀ ଏବଂ ନବଜାତ ଶିଶୁକୁ ମଧ୍ୟ ସାମିଲ, ଯେ କି ପୂର୍ବ କୌଣସି ଖାତାରେ ସାମିଲ ହୋଇନଥିଲେ, ସେମାନେ ଏହି ଷଷ୍ଠ ଖାତାରେ ସାମିଲ ହେବେ ଏବଂ ଜମାତୀୟ ବ୍ୟବସ୍ଥା ଅନ୍ତର୍ଗତ ସେମାନେ ନିଜ ନିଜ ଜମାତରେ ଏଥି ଅନ୍ତର୍ଗତ କାର୍ଯ୍ୟ ମଧ୍ୟ କରିବେ। ହଜରତ ମୁସଲିମ ମଉଦ୍ ରଜିୟା ତାଆଲା ଯେତେବେଳେ ନୂତନ ଖାତାର ଘୋଷଣା କରିଥିଲେ, ସେତେବେଳେ ଅର୍ଥାତ୍ ତେହରିକେ ଜଦିଦର ତୃତୀୟ ଓ ଚତୁର୍ଥ ଖାତା ଆରମ୍ଭ ହେବା ପୂର୍ବରୁ ଦ୍ୱିତୀୟ ଖାତାର ଘୋଷଣା ସମୟରେ କହିଥିଲେ ଯେ ଏହି ତେହରିକେ ଜଦିଦ ପାଣ୍ଠିରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଆଦି କ୍ରମାଗତ ଭାବରେ ଅବ୍ୟାହତ ରହିବ ଏବଂ ଧର୍ମ ମାର୍ଗରେ ଲୋକମାନେ ଅହମଦୀମାନେ ଏହିଭଳି ବଳିଦାନ କରି ଚାଲିଥିବେ ଏବଂ ଏହିଭଳି ଚେଷ୍ଟା ଓ ପ୍ରୟାସ କରି ଚାଲିଥିବେ, ତେବେ ବଳିଦାନକାରୀଙ୍କର ପର୍ଯ୍ୟାୟକ୍ରମ ଏହିଭଳି ହୁଜୁରଙ୍କ କହିବା ଅନୁଯାୟୀ ଅବ୍ୟାହତ ରହିଛି ଏବଂ ଆସନ୍ତାରେ ମଧ୍ୟ ରହିଥିବ। ତେବେ ଶେଷରେ ପ୍ରଶ୍ନ ଉଠିଥାଏ ଯେ କ'ଣ କୌଣସି ସ୍ଥଳେ ଏହା ଶେଷ ହେବ? ଏଥି ସଂକ୍ରାନ୍ତରେ ହଜରତ ମୁସଲିମ ମଉଦ୍ ରଜିୟା ତାଆଲା କୁହନ୍ତି, ଆମର ଆଧ୍ୟାତ୍ମିକତା କଦାପି ଶୀତଳ ହେବ ନାହିଁ ଏବଂ ଆମର ବିଶ୍ୱାସ କଦାପି ଦୁର୍ବଳ ହେବ ନାହିଁ। ଏହି ତେହରିକ ମାଧ୍ୟମରେ ତାହାକୁ ଉଜ୍ଜୀବିତ ଓ ସ୍ୱୟଂଚାଳିତ ରଖିବା ପାଇଁ ଏହି ପାଣ୍ଠି ଶକ୍ତି ପ୍ରଦାନ କରିବ ଏବଂ ଅସୀମ କାଳ ପର୍ଯ୍ୟନ୍ତ ଏହା ଅବ୍ୟାହତ ରହିବ। ଯେପରି ଆକାଶରେ ନକ୍ଷତ୍ରମାନ ଅଗଣିତ ସଂଖ୍ୟାରେ ରହିଛନ୍ତି, ସେହିପରି ତେହରିକେ ଜଦିଦର କାଳ ଅସୀମିତ ରହିବ। ଯେପରି ହଜରତ ଇବ୍ରାହିମ ଆଲୈହିସ୍ସଲାମଙ୍କର ସନ୍ତାନମାନଙ୍କର ସଂଖ୍ୟା, ତାଙ୍କର ପିଢ଼ି ଅବ୍ୟାହତ ରହିଛି ଏବଂ ତାଙ୍କ ପିଢ଼ି ଧର୍ମର ଯେଭଳି କାର୍ଯ୍ୟ କରିଚାଲିଛନ୍ତି, ସେହିପରି ଏହି ତେହରିକ ଅର୍ଥାତ୍ ତେହରିକେ ଜଦିଦ କାର୍ଯ୍ୟ କରିଚାଲିବ। ଏହା କୌଣସି ବ୍ୟକ୍ତିର ପାଣ୍ଠି ନୁହେଁ, ବରଂ ଏହା ଧର୍ମ ପାଇଁ ବଳିଦାନ କରିଥିବା, ଧର୍ମ ପାଇଁ ବଳିଦାନ କରିବାର ଏକ ସମାହାର। ଏହା ଅହମଦିୟତର ଭିତ୍ତିକୁ ଶ୍ରେଷ୍ଠ ଓ ମଜବୁତ କରିବ। ସୁତରାଂ ଏହି ଚିନ୍ତାଧାରା ପୋଷଣ କରି ପ୍ରତ୍ୟେକ ଅହମଦୀ ନିଜ ବଳିଦାନର ସ୍ତରକୁ ସମ୍ମୁଖରେ ରଖିବା ଉଚିତ। ଆଲ୍ଲାହ ତାଆଲା ସେହି ବଳିଦାନକାରୀଙ୍କୁ ତାହାର ପ୍ରତିଫଳ ପ୍ରଦାନ କରନ୍ତୁ। ଏଇ ଯେଉଁ କିଛି ଘଟଣାମାଳୀ ମୁଁ ବର୍ଣ୍ଣନା କରି ଆସିଲି, ଏହା ଆଲ୍ଲାହ ତାଆଲାଙ୍କର ବ୍ୟବହାରିକ ସାକ୍ଷ୍ୟ, ଯାହାକି ଆମକୁ ଦୃଶ୍ୟମାନ ହେଉଛି। ହଜରତ ମୁସଲିମ ମଉଦ୍ ରଜିୟା ତାଆଲା ତେହରିକେ ଜଦିଦ ସଂକ୍ରାନ୍ତରେ ଗୋଟିଏ ସ୍ଥାନରେ କୁହନ୍ତି, ଯେଭଳି ୱସିୟତର ନିଜାମ ବ୍ୟବସ୍ଥା ରହିଛି, ସେହିଭଳି ତେହରିକେ ଜଦିଦର ବ୍ୟବସ୍ଥା ମଧ୍ୟ ଅଟେ, ବରଂ ଏହା ତାହାର ଅର୍ଥାତ୍ ୱସିୟତର ଏକ ପ୍ରତିରୂପ ସ୍ୱରୂପ। ଅର୍ଥାତ୍ ନିଜାମେ ୱସିୟତକୁ ସୁଦୃଢ଼ କରିବା ପାଇଁ
ଏହା ଫଳପ୍ରଦ ସାବ୍ୟସ୍ତ ହେବ ଏବଂ ଅର୍ଥଦାନ କରିବାର ଅଭ୍ୟାସକୁ ଏହା ମଜବୁତ କରିବ। ଏହା ସର୍ବାଗ୍ରେ ଚାଲିଥିବ ଏହି ବ୍ୟବସ୍ଥା ଏବଂ ଗୋଟିଏ ଦଳ ଏଭଳି ଛିଡ଼ା ହେବ ଅର୍ଥାତ୍ ତେହରିକେ ଜଦିଦର ଦଳ ଯେ କି ସର୍ବଶ୍ରେଷ୍ଠ ବ୍ୟବସ୍ଥା ବୋଲି ପ୍ରମାଣିତ କରିବ ନିଜକୁ ଏବଂ ତା ପଛେ ପଛେ ବାକି ମାନେ ରହିବେ ଏବଂ ତାହା ନିଜାମେ ଓସିୟତ ଅଟେ। ସୁତରାଂ 2005 ମସିହାରେ ମୁଁ ଓସିୟତ ବ୍ୟବସ୍ଥାରେ ଯୋଗଦାନ କରିବା ନିମନ୍ତେ ଆହ୍ୱାନ ଜଣାଇଥିଲି। ଅଧିକରୁ ଅଧିକ ଅହମଦୀମାନଙ୍କୁ ଏହି ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ କରନ୍ତୁ, କାରଣ ଏହି ବ୍ୟବସ୍ଥା ସହିତ ଖିଲାଫତ ବ୍ୟବସ୍ଥାର ଗଭୀର ସମ୍ପର୍କ ଜଡ଼ିତ। ତେଣୁ ଯେତେବେଳେ ବଳିଦାନକାରୀଙ୍କର ସ୍ତର ଏତଦ୍ୱାରା ଊର୍ଦ୍ଧ୍ୱଗାମୀ ହେବ, ତାଙ୍କ ଅଭ୍ୟାସ ପଡ଼ିଯିବ, ସେତେବେଳେ ସେମାନେ ତେହରିକେ ଜଦିଦର ବ୍ୟବସ୍ଥାରେ ମଧ୍ୟ ତେହରିକେ ଜଦିଦ ପ୍ରତି ମନୋଯୋଗ କରିବେ, ତାଙ୍କର ଧ୍ୟାନ ଆକର୍ଷିତ ହେବ ଏବଂ ଜମାତର ଯେଉଁ ଅଭାବ ରହିଛି ତାହା ଏତଦ୍ୱାରା ଦୂର ହୋଇ ଚାଲିବ। ଆଲ୍ଲାହ ତାଆଲାଙ୍କ କୃପାରୁ ଅଧିକ ଉପାର୍ଜନ କରୁଥିବା ସଦସ୍ୟବୃନ୍ଦ ଏଥିପ୍ରତି ବିଶେଷ ଭାବରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଆଲ୍ଲାହ ତାଆଲା ଅଧିକ ଲୋକଙ୍କୁ ଏହି ପାଣ୍ଠିରେ ସାମିଲ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ନିଜ ସ୍ତରକୁ ଅନୁଧ୍ୟାନ କରି ଧ୍ୟାନରେ ରଖି ଏଥିରେ ଚାନ୍ଦା ଦେବାକୁ ଚେଷ୍ଟା କରନ୍ତୁ। ଯେପରିକି ମୁଁ କହିଲି, ଗରିବ ଲୋକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି, କିନ୍ତୁ ଧନିକ ଗୋଷ୍ଠୀକୁ ମଧ୍ୟ ଏଥିପ୍ରତି ମନୋଯୋଗ କରିବା ଉଚିତ। ସର୍ବପ୍ରଥମେ ମୁଁ ଚଳିତ ବର୍ଷର ଫଳାଫଳ ଯାହାକି ହସ୍ତଗତ ହୋଇଛି ତାହାର ଚର୍ଚ୍ଚା କରିଦେଉଛି। ପ୍ରାରମ୍ଭରେ ଏହା କେବଳ କାଦିଆନ ଅଥବା ଭାରତବର୍ଷରେ ସୀମିତ ରହିଥିଲା, କିନ୍ତୁ ବର୍ତ୍ତମାନ ଏତଦ୍ୱାରା ବିଶ୍ୱର 220 ଗୋଟି ଦେଶରେ ସମୁଦାୟ 9300ରୁ ଉର୍ଦ୍ଧ୍ୱ ମସଜିଦ ନିର୍ମାଣ କାର୍ଯ୍ୟ ହୋଇଯାଇଛି। ଆଉ ମିଶନ ହାଉସର ସଂଖ୍ୟା 3400ରୁ ଉର୍ଦ୍ଧ୍ୱ ରହିଛି। ସମ୍ପ୍ରତି 12ରୁ ଉର୍ଦ୍ଧ୍ୱ ମସଜିଦ ଓ ମିଶନ ହାଉସ ନିର୍ମାଣାଧୀନ ଅବସ୍ଥାରେ ରହିଛି। ସମଗ୍ର ବିଶ୍ୱରେ ଆମ ମୁବଲ୍ଲିଗ ଓ ମୁଅଲ୍ଲିମମାନଙ୍କ ସଂଖ୍ୟା 5000ରୁ ଉର୍ଦ୍ଧ୍ୱ ରହିଛି ଏବଂ ଏହି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଲ୍ଲାହ ତାଆଲାଙ୍କ କୃପାରୁ ପବିତ୍ର କୁରାନର ଅନୁବାଦ ମଧ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ମୋଟ 77 ଗୋଟି ଭାଷାରେ ପବିତ୍ର କୁରାନର ଅନୁବାଦ ହୋଇସାରିଲାଣି। ପତ୍ରପତ୍ରିକା ପ୍ରକାଶିତ ହେବା ସହିତ ବିଭିନ୍ନ ଭାଷାରେ ସେଗୁଡ଼ିକର ଅନୁବାଦ ମଧ୍ୟ ହେଉଛି। ଏହିପରି ଅଗଣିତ ମହତ କାର୍ଯ୍ୟ ତେହରିକେ ଜଦିଦର ପାଣ୍ଠି ଦ୍ୱାରା ସମ୍ପାଦିତ ହେଉଛି। ଯଦିଚ ଏଥିପାଇଁ ଅନ୍ୟ ପାଣ୍ଠିର ରାଶି ମଧ୍ୟ ବ୍ୟବହାର କରାଯାଇଥାଏ, କିନ୍ତୁ ତେହରିକେ ଜଦିଦର ଭୂମିକା ପ୍ରମୁଖ ଅଟେ। ଚଳିତ ବର୍ଷ ବିଶ୍ୱବ୍ୟାପୀ ଜମାତ ଅହମଦିୟା ମୋଟ 17.20 ମିଲିୟନ ପାଉଣ୍ଡ ଅର୍ଥଦାନ କରିବାର ସୌଭାଗ୍ୟ ଅର୍ଜନ କରିଛି। ଆଲହାମଦୁଲିଲ୍ଲାହ। ଏହି ଆଦାୟ ଗତ ବର୍ଷ ତୁଳନାରେ 7,39,000 ପାଉଣ୍ଡ ଅଧିକ ଅଟେ। ସାମଗ୍ରିକ ଆଦାୟ ଦୃଷ୍ଟିରୁ ପାକିସ୍ତାନକୁ ବାଦ ଦେଲେ ପ୍ରଥମ 10 ଗୋଟି ଦେଶ ଯେପରିକି ଜର୍ମାନୀ, ଇଂଲଣ୍ଡ, କାନାଡା, ଆମେରିକା, ମଧ୍ୟ ଏସିଆର ଏକ ଜମାତ, ଭାରତ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ମଧ୍ୟ ଏସିଆର ଆଉ ଗୋଟିଏ ଜମାତ, ଘାନା ଆଦି ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ଚର୍ଚ୍ଚାଯୋଗ୍ୟ ଜମାତ ଗୁଡ଼ିକ ମଧ୍ୟରେ ଆଇଭ୍ରି ଆୟରଲ୍ୟାଣ୍ଡ, ମରିସସ୍, ହଲ୍ୟାଣ୍ଡ, ମାଲେସିଆ, ସିଙ୍ଗାପୁର, ନ୍ୟୁଜିଲ୍ୟାଣ୍ଡ, କାଜାକିସ୍ତାନ, ଜର୍ଜିଆ ଆଦି ସ୍ଥାନ ଅଧିକାର କରିଛନ୍ତି। ଆଫ୍ରିକାର ଦେଶମାନଙ୍କ ମଧ୍ୟରେ ବିଶେଷ ସ୍ଥାନ ଅଧିକାର କରିଥିବା ଦେଶଗୁଡ଼ିକ ହେଲେ ଘାନା, ମରିସସ୍, ନାଇଜେରିଆ, ବୁର୍କିନା ଫାସୋ, ତାଞ୍ଜାନିଆ, ଗାମ୍ବିଆ, ୟୁଗାଣ୍ଡା, ଲାଇବେରିଆ, ସିଏରାଲିଓନ, ବେନିନ ଆଦି ସ୍ଥାନ ଅଧିକାର କରିଛନ୍ତି। ଯୋଗଦାନକାରୀଙ୍କ ସାମୂହିକ ସଂଖ୍ୟା ଦୃଷ୍ଟିରୁ
ଏହାର ସଂଖ୍ୟା 16,37,000ରୁ ଉର୍ଦ୍ଧ୍ୱ ଟପିଯାଇଛି। ଏଥିରେ ଅଧିକ ପରିଶ୍ରମ କରିଥିବା ଦେଶଗୁଡ଼ିକ ହେଲେ ଗିନି କନାକରୀ, ଜାମ୍ବିଆ, ଜାମାଇକା, କିର୍ଗିସ୍ତାନ, ଜାମ୍ବିଆ, ନେପାଳ, ଘାନା, କେନିଆ, ତାଞ୍ଜାନିଆ, କଙ୍ଗୋ କିନଶାସା, କଙ୍ଗୋ ବ୍ରାଜିଓଲୋ, ନାଇଜେରିଆ, ସେନେଗାଲ, ଆଇଭରି କୋଷ୍ଟ, ମିଡଲ ଇଷ୍ଟ ର ଜମାତ ସ୍ଥାନ ଅଧିକାର କରିଛନ୍ତି। ଜର୍ମାନୀର ପ୍ରଥମ 10 ଗୋଟି ଜମାତ ମଧ୍ୟରେ ରେଡମାର୍କ, ରୋଡଗାଓ, ଓସ୍ନାବାର୍ଗ, ପିନରବର୍ଗ, ନିଓସ, ନିଡ୍ଡା, କ୍ଲିନ୍ ଆଉ ଫ୍ଲେରିସିଏମ୍ ଆଦି ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ଅମୀରତ୍ୱରେ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ହାମ୍ସବର୍ଗ ପ୍ରଥମ ସ୍ଥାନ ଅଧିକାର କରିଛି। ସେଥିଅନ୍ତେ ଫ୍ରାଙ୍କଫୁର୍ଟ ଆଉ ଗ୍ରସଗୋୟେରୋ ସ୍ଥାନ ଅଧିକାର କରିଛନ୍ତି। ତାପରେ ୱେସବେଡେନ, ଡିଚବେଚ, ରେଡଷ୍ଟେଡଟ, ମାର୍ଫେଡେନ, ଡାର୍ମଷ୍ଟାଡଟ ଆଉ ମ୍ୟାନହେମ୍ ଆଦି ସ୍ଥାନ ଅଧିକାର କରିଛନ୍ତି। ଇଂଲଣ୍ଡର ପ୍ରଥମ 5 ଗୋଟି ରିଜିଅନ୍ ଯଥାକ୍ରମେ ବୈତୁଲ ଫୁତୁ, ଇସଲାମାବାଦ, ମିଡଲ୍ୟାଣ୍ଡ, ମସଜିଦ ଫଜଲ ଆଉ ବୈତୁଲ ଏହସାନ ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ବଡ଼ ଜମାତ ମଧ୍ୟରେ ଇଂଲଣ୍ଡର ସ୍ଥାନ ଅଧିକାର କରିଥିବା ଜମାତ ଗୁଡ଼ିକ ହେଲେ ଫାରହାମ, ୱରସିଷ୍ଟର ପାର୍କ, ସାଉଥଚିମ୍, ୱାଲସେଲ, ଗିଲେନଘାମ, ଆଲ୍ଡରସଟ ସାଉଥ, ୟୁଏଲ ଆଦି ସ୍ଥାନ ଅଧିକାର କରିଛନ୍ତି। ଛୋଟ ଜମାତମାନଙ୍କ ମଧ୍ୟରେ ସ୍ପେନ୍ ଭ୍ୟାଲି, ସ୍ୱାନଜୀ, ନର୍ଥ ହ୍ୟାମ୍ପଟନ, ନର୍ଥ ୱେଲ୍ସ, ନ୍ୟୁପୋର୍ଟ ଆଦି ସ୍ଥାନ ଅଧିକାର କରିଛନ୍ତି। କାନାଡାର ଅମୀରତ୍ୱ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଭାଲଗାନ, କ୍ୟାଲଗେରୀ, ପିସ୍ ଭିଲେଜ, ଭାନକୋଭର, ଟରୋଣ୍ଟୋ ଆଦି ସ୍ଥାନ ଅଧିକାର କରିଛନ୍ତି। କାନାଡାର ଛୋଟ ଜମାତମାନଙ୍କ ମଧ୍ୟରେ ହ୍ୟାମିଲଟନ, ଆଲଟନ, ଅଟ୍ଟାୱା ଇଷ୍ଟ, ବେଡଫୋର୍ଥ ଇଷ୍ଟ, ହ୍ୟାମିଲଟନ ୱେଷ୍ଟ, ମୋଣ୍ଟ୍ରିଅଲ ୱେଷ୍ଟ, ୱିନିପେଗ, ରଜାଇନା, ଲାଇଡନଷ୍ଟର, ଏସବେସଫୋର୍ଡ ଆଦି ସ୍ଥାନ ଅଧିକାର କରିଛନ୍ତି। ଆମେରିକାର ଜମାତମାନଙ୍କ ମଧ୍ୟରେ ମେରିଲ୍ୟାଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଛି। ତାପରେ ନର୍ଥ ଭର୍ଜିନିଆ, ଲସ୍ ଏଞ୍ଜେଲେସ, ସିଆଟଲ, ଚିକାଗୋ, ସିଲିକନ ଭ୍ୟାଲି, ଡେଟ୍ରଏଟ, ତାପରେ ଓସ୍କାକୋଚ, ସାଉଥ ଭର୍ଜିନିଆ ଆଦି ସ୍ଥାନ ଅଧିକାର କରିଛନ୍ତି। ପାକିସ୍ତାନର ସାଧାରଣ ସ୍ତରରେ ଦେଖିବାକୁ ଗଲେ ସ୍ଥାନ ଅଧିକାର କରିଥିବା ଜମାତ ଗୁଡ଼ିକ ହେଲେ ଲାହୋର, ରବୁଆ ଆଉ କରାଚି ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାଇ ସ୍ତରରେ ସ୍ଥାନ ଅଧିକାର କରିଥିବା ପାକିସ୍ତାନର ଜମାତ ଗୁଡ଼ିକ ହେଲେ ଫୈସଲାବାଦ ପ୍ରଥମ ସ୍ଥାନ ଅଧିକାର କରିଛି। ତାପରେ ଗୁଜରାୱାଲା, ଗୁଜରାତ, ଉମରକୋଟ, ହାଇଦ୍ରାବାଦ, ମିରପୁର ଖାସ, ଲୋଧୋରା, ବାହାୱଲପୁର, କୋଟଲି, ଆଜାଦ କଶ୍ମୀର ଓ ଜେହଲମ ଆଦି ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ଆଦାୟ ଦୃଷ୍ଟିକୋଣରୁ ପାକିସ୍ତାନର ସହର ଜମାତ ଗୁଡ଼ିକ ମଧ୍ୟରେ ଅମାରତ ଟାଉନଶିପ ଲାହୋର, ଅମାରତ ଅଲ୍ଲାମା ଇକବାଲ ଟାଉନ ଲାହୋର, ଅମାରତ ଦାରୁଲ ଜିକର ଲାହୋର, ଅମାରତ ଅजीजाବାଦ कराची, अमारत मुगलपुर लाहौर, मुल्तान, अमारत बैतुल फजल फैसलाबाद, गुजरावाला, कोयटा, पेशावर आदि स्थान अधिकार करछन्ति। छोट जमात मानक मध्यरे खोखर गरबी, चोंडा, कोट शरीफाबाद, बशीराबाद सिंध, खारियाँ, हयाताबाद, पंदी, भागो, दारुल फजल, नवाजाबाद फार्म, खैरपुर आदि स्थान अधिकार करछन्ति।
ଭାରତର ପ୍ରଥମ 10 ଗୋଟି ରାଜ୍ୟମାନଙ୍କ ମଧ୍ୟରେ କେରଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଜମ୍ମୁ କାଶ୍ମୀର, ଓଡ଼ିଶା, ପଞ୍ଜାବ, ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର ଆଦି ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ଭାରତର ପ୍ରଥମ 10 ଗୋଟି ଜମାତମାନଙ୍କ ମଧ୍ୟରେ କୋଏମ୍ବାଟୁର, ତାମିଲନାଡୁ, କାଦିଆନ, ହାଇଦ୍ରାବାଦ, କ୍ୟାଲିକଟ, ମଞ୍ଜେରୀ, ମେଲାପାଲମ, ବେଙ୍ଗଲୋର, କଲିକତା, କରୋଲାଇ, କେରଙ୍ଗ ଆଦି ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆର ପ୍ରଥମ 10 ଗୋଟି ଜମାତମାନଙ୍କ ମଧ୍ୟରେ ମେଲବର୍ଣ୍ଣ ଲଙ୍ଗ୍ ୱାରିନ୍, ମେଲବର୍ଣ୍ଣ, ବାରୱିକ୍, ମାର୍ସିଡେନ୍ ପାର୍କ, ପେନରିଥ୍, ଏଡଲେଇଡ ୱେଷ୍ଟ, କ୍ୟାଷ୍ଟଲ ହିଲ୍, ପର୍ଜବେନ୍, ଲୋଗାନ ଇଷ୍ଟ, ପାରମ୍ମତ୍ତା ଆଦି ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ଆଲ୍ଲାହ ତାଆଲା ଏ ସମସ୍ତ ବଳିଦାନକାରୀଙ୍କ ଧନ ସମ୍ପତ୍ତିରେ ଅଜସ୍ର କଲ୍ୟାଣ ପ୍ରଦାନ କରନ୍ତୁ ଏବଂ ଆସନ୍ତାରେ ସେମାନେ ଏହି ମାର୍ଗରେ ଆହୁରି ଅଧିକ ଆଗକୁ ବଢ଼ି ଚାଲନ୍ତୁ। ପରିଶେଷରେ ଫିଲିସ୍ତିନବାସୀଙ୍କ ନିମନ୍ତେ ନିରନ୍ତର ଦୁଆ ଅବ୍ୟାହତ ରଖିଥିବେ। ସେଠାରେ ନିରୀହ ମହିଳା ଓ ପିଲାମାନେ ଅନ୍ୟାୟ ଅତ୍ୟାଚାର ମୂଳକ ବର୍ବରତାର ଶିକାର ହେଉଛନ୍ତି। ଆଲ୍ଲାହ ତାଆଲା ସେଥିରୁ ସେମାନଙ୍କୁ ଶୀଘ୍ରାତିଶୀଘ୍ର ଉଦ୍ଧାର କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.